ବିବାହ କୁହାଯାଏ। ଯେ ବହନ କରିବ ସେ ଯଦି ତାହାର ବହନ କରିବାକୁ ହେବ ତାହାଠାରୁ ସର୍ବପ୍ରକାରେ ସର୍ବ ବିଷୟରେ ସମର୍ଥ ନ ହୁଏ ତାହେଲେ କେମିତି ହେବ? ଯାହାକୁ ତୁମେ ତୁମର ସର୍ବପ୍ରକାରରେ ବହନ କରିବା ପାଇଁ ପ୍ରାର୍ଥନା କରୁଅଛ ସେ ତୁମର ସେ ପ୍ରାର୍ଥନା ପୂରଣ କରିବାର ଉପଯୁକ୍ତ କି ନୁହନ୍ତି ବିବେଚନା କରି ନିଜକୁ ଦାନ କର। ପତନ ବେଦନା ଓ ଆଘାତରୁ ଉତ୍ତୀର୍ଣ୍ଣ ହେବ। ବାଣୀ ନମ୍ବର 66। ଜୟଗୁରୁ ଭାଇ ସମସ୍ତେ। ନାରୀନିତ୍ୟ ଗ୍ରନ୍ଥ ପାଠ କଲେ ଆମର ସଦୟ ଯଶୋଦା ମା ଶ୍ରୀମତୀ ଯଶୋଦା ରାଉତ ତାଙ୍କ ପରିବାର ସମସ୍ତଙ୍କ ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟଗୁରୁ ମା। ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ସୈନ୍ୟ ପ୍ରଦୀପ ଭାଇ ସୁତ ପ୍ରଦୀପ୍ତ କିଶୋର ନାୟକ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଜୟଗୁରୁ ଭାଇ। ଜୟ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀମୁଖ ନିଃସୃତ ସ୍ୱାସ୍ଥ୍ୟ ଓ ସଦାଚାର ସୂତ୍ର ଗ୍ରନ୍ଥ ପାଠ। ଉତ୍ସବ କର ଶିଷ୍ଟାଚାରକୁ ବର୍ଜନ କର ନାହିଁ। ସାଧ୍ୟ ବା ଅଭ୍ୟସ୍ତ ସଦାଚାରକୁ ଯଦି ଭାଙ୍ଗିବାକୁ ଆରମ୍ଭ କର ତେବେ ଅଭ୍ୟାସ ବି ଭାଙ୍ଗିଯିବ। ଯାହା ସାଧୁଛ ତାହା ମଧ୍ୟ ନଷ୍ଟ ପାଇବ। ଅନୁଶାସିତ ବ୍ୟକ୍ତିତ୍ୱ ବିଧି ବିନାୟନୀ ଧୃତିର ପ୍ରକଟ ମୂର୍ତ୍ତି ଈଶ୍ୱର ହିଁ ବିଧାତା। ବାଣୀ ସଂଖ୍ୟା 43। ଜୟଗୁରୁ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସ୍ୱୟଂ ପ୍ରଦୀପ ଭାଇ ସୁତ ପ୍ରଦୀପ୍ତ କିଶୋର ନାୟକ ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ଆମେ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବା ଔଷଧ ଯୁଧିଷ୍ଠିର ଭାଇ ସୁତ ଯୁଧିଷ୍ଠିର ସାହୁ। ଦ୍ୱିତୀୟ ଭଜନ ପରିବେଷଣ କରିବା ଔଷଧ ଅଗସ୍ତ୍ୟ ନନା ଶ୍ରୀଯୁକ୍ତ ଦେବନାଥ ଅଗସ୍ତି। ତୃତୀୟ ଭଜନ ପରିବେଷଣ କରିବା ଔଷଧ ନିରୁପମା ମା ଶ୍ରୀମତୀ ନିରୁପମା ବେହେରା। ଚତୁର୍ଥ ଭଜନ ପରିବେଷଣ କରିବା ଔଷଧ୍ୟା ସ୍ୱାତି ମା ଶ୍ରୀମତୀ ସ୍ୱାତି ମହାପାତ୍ର। ଆଉ ପଞ୍ଚମ ଭଜନ ପରିବେଷଣ କରିବା ଔଷଧ୍ୟା କିରଣବାଳା ମା ଶ୍ରୀମତୀ କିରଣବାଳା ଚୌଧୁରୀ। ବର୍ତ୍ତମାନ ଅନୁରୋଧ କରୁଛି ଆମର ବିଷ୍ଟ କଂସଳପି ଔଷଧ ଯୁଧିଷ୍ଠିର ଭାଇ ସୁତ ଯୁଧିଷ୍ଠିର ସାହୁ ପ୍ରଥମ ଭଜନ ପରିବେଷଣ କରିବେ। ଜୟଗୁରୁ ଦାଦା ଜୟଗୁରୁ। ଜୟଗୁରୁ। ଏଟା କମ ଶୁଭୁଛି କି ନାଇଁ? ଠିକ ଶୁଭୁଛି? ଶୁଭୁଛି ତ ଠିକ। ଜୟଗୁରୁ। ଉପସ୍ଥିତ ସମସ୍ତଙ୍କୁ ଜୟଗୁରୁ। তুমি যে জগতময় প্রভু, তুমি যে জগতময়, তুমি যে জগতময় দয়াল, তুমি যে জগতময় বিশ্ব চরাচর সর্জনা তুমর, বিশ্ব চরাচর সর্জনা তুমর, অনুপম লীলাময় তুমি যে জগতময় প্রভু, তুমি যে জগতময়, তুমি যে জগতময়, তুমি যে জগতময়। রূপে রূপে তব অরূপ চেতনা, প্রেম বধন মানুষিত লীলা। রূপে রূপে তব অরূপ চেতনা, প্রেম বধন মানুষিত লীলা। রূপ বিনা কাহু লভিবু তুমরে, রূপ বিনা কাহু লভিবু তুমরে, তুই হব জ্যোতির্ময়।
তুমি যে জগতময় প্রভু, তুমি যে জগতময়, তুমি যে জগতময় দয়া, তুমি যে জগতময়। ফুলর সুবাসে পক্ষীর পূজনে, কলরিনি কলা মধুর শোনে। ফুলর সুবাসে পক্ষীর পূজনে, কলরিনি কলা মধুর শোনে। তুমরি প্রতিথি রাজে নিরন্তর, তুমরি প্রতিথি রাজে নিরন্তর, গায়ে স্তুতি তব জয়। তুমি যে জগতময়, তুমি যে জগতময়, তুমি যে জগতময় প্রভু, তুমি যে জগতময়। অন্তরে যেতে বিপাক বেদনা, মন তলে কেতে অশুভ কামনা। অন্তরে যেতে বিপাক বেদনা, মন তলে কেতে অশুভ কামনা। তব পুণ্য নাম স্মরণে মননে, তব পুণ্য নাম স্মরণে মননে, এ জীবন বরা ভয়। তুমি যে জগতময় প্রভু, তুমি যে জগতময়, তুমি যে জগতময় দয়াল, তুমি যে জগতময়। বিশ্ব চরাচর সজনা তুমর, বিশ্ব চরাচর সজনা তুমর, অনুপম লীলাময়। তুমি যে জগতময় প্রভু, তুমি যে জগতময়, তুমি যে জগতময় দয়াল, তুমি যে জগতময়, তুমি যে জগতময় প্রভু, তুমি যে জগতময়। জয় গুরু। জয় গুরু। খুব সুন্দর ভাবে আমরা বিষ্টকণ শিল্পী আমার শ্ରଦ୍ଧା ଯୁଧିଷ୍ଠିର ଭାଇ ଶ୍ରୀଯୁକ୍ତ ଯୁଧିଷ୍ଠିର ସାହୁ ଖୁବ ସୁନ୍ଦର ଭାବରେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟକଣ ଶିଳ୍ପୀ ଆମର ଶ୍ରଦ୍ଧେୟ ଅଗସ୍ତିନ ନାଥ ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ଅଗସ୍ତି ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଆଜ୍ଞା ଜୟ ଗୁରୁ। ଜୟ ଗୁରୁ ଜୟ ଗୁରୁ। ତୁମ ଶିଷେ ପୂର୍ଣ୍ଣ ମୁଁ ଯେବେ, ରିକ୍ତ ଭାବେ କହି ନିଜରେ, ଭାବୁଥାଏ ଯଦି ତାହା, ଭାବୁଥାଏ ଯଦି ତାହା, ବାକି ତ ରହିଅଛି ଆଉ କିଛି ଲଭିବାରେ। ତୁମ ଶିଷେ ପୂର୍ଣ୍ଣ ମୁଁ ଯେବେ, ରିକ୍ତ ଭାବେ କହି
ନିଜରେ ଭାବୁଥାଏ ଯଦି ତାହା ଭାବୁଥାଏ ଯଦି ତାହା ବାକି ତ ରହିଅଛି ଆଉ କିଛି ଲଭିବାରେ ତୁମ ଆଶିଷେ ପୂର୍ଣ୍ଣ ମୁଁ ଯେବେ ରିକ୍ତ ଭାବେ କାହିଁ ନିଜରେ ଯାହା ପ୍ରାଣ ଚାହେଁ ମୁଖ ଯେନେ କହେ ଅକପଟେ ପଦ ଯାଇ ତୁମେ ହିଁ ତ ପୂର୍ଣ୍ଣ କରିବ ତ ଜାଣି ଦିନେ ସବୁ କାଢି ନେଇ ଯାହା ପ୍ରାଣ ଚାହେଁ ମୁଖ ଯେହ୍ନେ କହେ ଅକପଟେ ପଦେ ଯାଇ ତୁମେ ହିଁ ତ ପୂର୍ଣ୍ଣ କରିବ ତା ଜାଣି ଦିନେ ସବୁ କାଢି ନେଇ ତୁମେ ଯେ ନାଥ ତୁମକୁ ନ କହି ତୁମେ ଯେ ନାଥ ତୁମକୁ ନ କହି କହିବି ଆଉ କାହାରି ତୁମ ଆଶିଷେ ପୂର୍ଣ୍ଣ ମୁଁ ଯେବେ ରିକ୍ତ ଭାବେ କାହିଁ ନିଜରେ ଅଯାଚିତ ଦାନେ ଅଶେଷ ରତନେ ଭରିଥାଉ ଗୃହସ୍ଥଳୀ ବିପୁଳ ଐଶ୍ୱର୍ଯ୍ୟ ବିଭବ ସମ୍ଭାରେ ତଥାପି ପ୍ରୀତି ଦୀପାଳି ଅଯାଚିତ ଦାନେ ଅଶେଷ ରତନେ ଭରିଥାଉ ଗୃହସ୍ଥଳୀ ବିପୁଳ ଐଶ୍ୱର୍ଯ୍ୟ ବିଭବ ସମ୍ଭାରେ ତଥାପି ପ୍ରୀତି ଦୀପାଳି ଜାଳିବାକୁ ସ୍ଥାନ ରଖି ଯେନେ ଆନ ଜାଳିବାକୁ ସ୍ଥାନ ରଖି ଯେନେ ଆନ ନିରଜନ ଉପଚାରେ ତୁମ ଆଶିଷେ ପୂର୍ଣ୍ଣ ମୁଁ ଯେବେ ରିକ୍ତ ଭାବେ କାହିଁ ନିଜରେ କୁଟୁମ୍ବୀ ନିକେବୁ ଆଗୁଳି ରଖିଛ ଯାଲାଗି ପ୍ରସାରେ ହାତ ତୁଳିବାକୁ ତାରା ବାନ୍ଧିବାକୁ ଧରା ଲଭିବାକୁ ବିଶ୍ୱାସ ତୁଟନ୍ତିଣି କେବୁ ଆଗୁଳି ରଖିଛ ଯାଲାଗି ପ୍ରସାରେ ହାତ ତୋଳିବାକୁ ତାରା ବାନ୍ଧିବାକୁ ଧରା ଲଭିବାକୁ ବିଶ୍ୱାସ ଫେରିବାକୁ ସୁନ୍ଦର ନାରାୟଣୀ ଫେରିବାକୁ ସୁନ୍ଦର ନାରାୟଣୀ ସେବିବାକୁ ନିତ୍ୟ ତୋରେ ତୁମ ନାତ୍ରିଷେ ପୂର୍ଣ୍ଣ ମୁଁ ଯେବେ ନିତ୍ୟ
कहीं निजारे তুমি ছিলে সাথে ক্লান্ত মরু পথে তৃষা হয়ে মধুময় আঙ্কি দেই যাও প্রীতি প্রসন্ন নির্ভর পরিচয় তুমি ছিলে সাথে ক্লান্ত মরু পথে তৃষা হয়ে মনোময় আঙ্কি দেই ধাও প্রীতি প্রসন্ন নির্ভর পরিচয় মেন্টাও মোচির অতৃপ্তি মনর মেন্টাও মোচির অতৃপ্তি মনর তুম প্রেম রস ভরে তুম আশিস পূর্ণ মুজবে রিক্ত ভাবে কহি নিজরে ভাবুথাই তুম আশিসে পূর্ণ মুজিবে রিক্ত ভাবে কাহি নিজরে রিক্ত ভাবে কাহি নিজরে রিক্ত ভাবে কাহি নিজরে দাদা জয় গুরু ଜୟ খুব সুন্দর ভাবে আমার বিষ্ট কণ্ঠশিল্পী আমার ସଦ୍ୟ ଅଗଷ୍ଟ ଶ୍ରୀଯୁକ୍ତ ଦେବନାଥ ଅଗସ୍ତି খুব ସୁନ୍ଦର ଭାବରେ ପୂଜନୀୟ ବିନାୟକ ତାଙ୍କର ବିରଚିତ ଭଜନ ପରିବେଷଣ କଲେ ତାଙ୍କର ତାଙ୍କ ପରିବାର ସମସ୍ତଙ୍କ ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ କୃପା ପ୍ରାର୍ଥନା ଜୟ ଗୁରୁ ଜୟ ଗୁରୁ ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମ ସନ୍ଧ୍ୟା ନିରୁପମା ମା ସୁମତି ନିରୁପମା ବେହେରା ପରବର୍ତ୍ତୀ ଭଜନ ପରିବେଷଣ ଭାଇ ଜୟଗୁରୁ ଜୟ ଗୁରୁ ଜୟଗୁରୁ ଉପସ୍ଥିତ ସମସ୍ତ ଭାଇ ଓ ମା ମାନଙ୍କୁ ଆନନ୍ଦ ଜୟଗୁରୁ ଯଥାସ୍ଥାନରେ ପ୍ରଣାମ। ମୋ ମନ শ্রী চরণে তো অর্পণ করেছি, শ্রী চরণে তুম অর্পণ করছি প্রিয় ঠাকুর মামা প্রিয় ঠাকুর শ্রী চরণে তোমার শ্রী চরণে তোমার করছি মন প্রিয় সজাইছি ফুল সিংহাসন তুমরি আসন সুধা ধোই দেবী প্রভু তুম শ্রী চরণ
সাজাইছে প্রদ সিংহাসন উমরি আসন সিংহাসনে ধরিবে প্রভু তুম শ্রী চরণ নব মোর পুন ভক্তি মোর পুন ভক্তি বন্দনা মমান প্রিয় ঠাকুর তুমি প্রিয় ঠাকুর দুঃখ সাগরে ভাসুথিলি যেবে কোড়রে কোড় যেদিন তুম সত নাম পঞ্চিমার দুঃখ সাগরে ভাসুথিলি যেবে কোড়রে কোড় যেদিন তুম সত নাম পঞ্চিমার তুমি আছো বলি সব আছি মন তুমি আছো বলি সব আছি মন মন তুমি ঠাকুর প্রিয় ঠাকুর তুমি প্রিয় শ্রী চরণে তোমার শ্রী চরণে প্রিয় তুমি প্রিয় জয় গুরু। ଜୟ ଗୁରୁ। ଖୁବ୍ ସୁନ୍ଦର ସମୁଦ୍ର କଣ୍ଠରେ ଆମର ବିଷ୍ଟ କଣ୍ଠଶିଳ୍ପୀ ମୋର ସଦ୍ୟା ନିର୍ମଳ ମା ଶ୍ରୀମତୀ ନିର୍ମଳ ବେହେରା ଖୁବ୍ ସୁନ୍ଦର ଭାବେ ଭଜନ ପରିବେଷଣ କଲେ। ଯଦିଓ ଭଏସ୍ ଟିକେ କଟୁଥିଲା ଖୁବ୍ ସୁନ୍ଦର ଭାବେ ପରିବେଷଣ କରୁଛନ୍ତି। ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କୁ ଖୁସି ଜଣେଇ ପାରିଥିଲେ। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ସଦ୍ୟା ସ୍ୱାତି ମା ଶ୍ରୀମତୀ ସ୍ୱାତି ମହାପାତ୍ର ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା, ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ। ତାପରେ ମନ ତାପରେ ମନ কে বুঝিব তবিনি প্রাণ মোর
न बञ्चिब तबिने प्राण मोर न बञ्चिब तबिने प्राण मोर न बञ्चिब तबिने प्राण मोर न बञ्चिब तापरे मन तापरे मन कि बुझिब तबिने प्राण मोर न बञ्चिब तबिने प्राण मोर न बञ्चिब मोर मतळे पशि नरम सुरे भासे मोर मतळे पशि नरम सुरे भासे कहे से हसे हसे मन वेदना नासे कहे से हसे हसे मन वेदना नासे शोके अधीर प्राण सुखे हेला मगन शोके अधीर प्राण सुखे हेला मगन पाइना मरटन नहे विमोचन पाइना मरटन नहे विमोचन तापरे आउ धन तापरे आउ धन तापरे आउ धन न मिलिब तबिने प्राण मोर न बञ्चिब तबिने प्राण मोर न बञ्चिब मोलागिनीर धर नयन बहे तर मोलागिनीर धर नयन बहे तर धरिछि तापयर देवा भावना मोर धरिछि तापयर देवा भावना मोर सारता श्रीपयर मधु इंगित तार सारता श्रीपयर मधु इंगित तार तार बीणार तार रचे सुर झंकार तार बीणार तार रचे सुर झंकार ता नाम तोरे सार ता नाम तोरे सार ता नाम तोरे सार दिन जीव तबिने प्राण मोर न बञ्चिब तबिने प्राण मोर न बञ्चिब सते आसिब
দিন ছিন্ন করে বন্ধন সতে আসিব দিন ছিন্ন করে বন্ধন দেবে তার সন্ধান সহে দুঃখ কষণ দেবে তার সন্ধান সহে দুঃখ কষণ সতে বুঝিবে জন নেবে তার শরণ সতে বুঝিবে জন নেবে তার শরণ জরা ব্যাধি মরণ করে বেশে হরণ জরা ব্যাধি মরণ করে বেশে হরণ দেবে সেনা জীবন দেবে সেনা জীবন দেবে সেনা জীবন ধন্য হেব তবিনে প্রাণ মোর নবঞ্চিব তবিনে প্রাণ মোর নবঞ্চিব তাপরে মন তাপরে মন কে বুঝিব তবিনে প্রাণ মোর নবঞ্চিব তবিনে প্রাণ মোর নবঞ্চিব তবিনে প্রাণ মোর নবঞ্চিব। জয় গুরু দাদা, সমস্ত জয় গুরু, প্রণাম। জয় গুরু। খুব সুন্দর সমুদ্র সরলতা কণ্ঠের আমরা বিষ্ট কণ্ঠশিল্পী আমার শ্রদ্ধেয় ସ୍ୱାତି ମହାପାତ୍ର খুব ସୁନ୍ଦର ଭାବରେ ସ୍ୱର୍ଗତ ପୂଜ୍ୟ ନକୁଳ ତାଙ୍କର ବିରଚିତ ଏହି ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ଦାଦା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧେୟ କିରଣବାଳା ମା ଶ୍ରୀମତୀ କିରଣବାଳା ଚୌଧୁରୀ ପରବର୍ତ୍ତୀ ଭଜନ ପରିବେଷଣ। ଜୟ ଗୁରୁ ଦାଦା। ଜୟ ଗୁରୁ। ପାଇଛି ଜୀବନ ବ୍ୟଥିତ ପରାଣ ତୁମରି ନାମକୁ ସ୍ମରି ଦୁଃଖ ସୁଖ ସବୁ ମନରୁ ପାଶୋରି ଗାଓ ରାଧେ ରାଧେ ବୋଲି গাও রাধে 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 নাচ আনন্দে দিবাহু তোଳି গাও রাধে 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 নাচ আনন্দে দিবাহু তোଳି ସେହି ପ୍ରେମୀ ହଜି ମଜି ପ୍ରାଣ ପ୍ରଦୀପ ଦିଅରେ ଜାଳି ସେହି ପ୍ରେମୀ ହଜି ମଜି ପ୍ରାଣ ପ୍ରଦୀପ ଦିଅରେ ଜାଳି ଭୁବନ ମୋହନ ରୂପ ଦର୍ଶନ କରି ନୟନ ଭରି ଭୁବନ ମୋହନ ରୂପ ଦର୍ଶନ କରି ନୟନ ଭରି ଶ୍ରୀରଙ୍ଗ ଚରଣ ଚିତ୍ତ କରି ଧ୍ୟାନ ଶ୍ରୀରଙ୍ଗ ଚରଣ ଚିତ୍ତ କରି ଧ୍ୟାନ ତନୁ ମନ ଧନ ଢାଳି ଗାଓ ରାଧେ 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 ନାଚ ଆନନ୍ଦେ ଦିବାହୁ ତୋଳି ସେହି ପ୍ରେମେ ହଜି ମଜି ପ୍ରାଣ ପ୍ରଦୀପ ଦିଅରେ ଜାଳି ଗାଓ ରାଧେ 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 ନାଚ ଆନନ୍ଦେ ଦିବାହୁ ତୋଳି ସେହି ପ୍ରେମେ ହଜି ମଜି ପ୍ରାଣ ପ୍ରଦୀପ ଦିଅରେ ଜାଳି ସତ ନାମ ସ୍ମର ସଦ ଗୁରୁ ଧର ସତ୍ସଙ୍ଗ ଆଶ୍ରୟ କର ରେ ମନ ସତ୍ସଙ୍ଗ ଆଶ୍ରୟ କର
উষারে নিশারে মন্ত্র সাধন যন্ত্র সে যন্ত্রী তোর রে মন যন্ত্র সে যন্ত্রী তোর সত নাম স্মর সদ গুরু ধর সৎসঙ্গ আশ্রয় কর রে মন সৎসঙ্গ আশ্রয় কর উষারে নিশারে মন্ত্র সাধন যন্ত্র সে যন্ত্রী তোর রে মন যন্ত্র সে যন্ত্রী তোর জীবন রথরে সারথি রূপরে নিয়রে তাহাଙ୍କୁ করি জীবন রথরে সারথি রূপরে নিয়রে তাহাଙ୍କୁ করি মান অপমান তাড়ন পীড়ন মান অপমান তাড়ন পীড়ন পাউনি প্রসাদ ভଳି গাও রাধে 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 নাচ আনন্দে দিবাহু তোଳି ସେହି ପ୍ରେମେ ହଜି ମଜି ପ୍ରାଣ ପ୍ରଦୀପ ଦିଅରେ ଜାଳି ଗାଓ ରାଧେ 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 ନାଚ ଆନନ୍ଦେ ଦିବାହୁ ତୋଳି ସେହି ପ୍ରେମେ ହଜି ମଜି ପ୍ରାଣ ପ୍ରଦୀପ ଦିଅରେ ଜାଳି দিবা অবসান ভুয় সচেতন সম্মুখে কর্ম আহ্বান রে মন সম্মুখে কর্ম আহ্বান পরম পিতাঙ্গ অমৃত সন্তান কর আত্মসমর্পণ রে মন কর আত্মসমর্পণ দিবা অবসান ভুয় সচেতন সম্মুখে কর্ম আহ্বান রে মন সম্মুখে কর্ম আহ্বান পরম পিতাঙ্গ অমৃত সন্তান কর আত্মসমর্পণ রে মন কর আত্মসমর্পণ জাগরে আর্য নবীন সূর্য আচার্য অনুসারী জাগরে আর্য নবীন সূর্য আচার্য অনুসারী ঝঞ্ঝাবেগে অগ্নিরাগে ঝঞ্ঝাবেগে অগ্নিরাগে তথা বাধা বিঘ্ন দড়ি গাও রাধে 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 নাচ আনন্দে দিবাহু তোଳି ସେହି ପ୍ରେମେ ହଜି ମଜି ପ୍ରାଣ ପ୍ରଦୀପ ଦିଅରେ ଜାଳି ଗାଓ ରାଧେ 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 ନାଚ ଆନନ୍ଦେ ଦିବାହୁ ତୋଳି ସେହି ପ୍ରେମେ ହଜି ମଜି ପ୍ରାଣ ପ୍ରଦୀପ ଦିଅରେ ଜାଳି ଭୁବନ ମୋହନ ରୂପ ଦର୍ଶନ କରରି ନୟନ ଭରି ভুবন মোহন রূপ দর্শন কররি নয়ন ভরি শ্রীরঙ্গ চরণ চিত্ত করি জ্ঞান শ্রীরঙ্গ চরণ চিত্ত করি জ্ঞান তন মন দন ধরি গাও রাধে 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 নাচ আনন্দে দিবাহু তোଳି ସେହି ପ୍ରେମେ ହଜି ମଜି ପ୍ରାଣ ପ୍ରଦୀପ ଦିଅରେ ଜାଳି ଗାଓ ରାଧେ 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 ନାଚ ଆନନ୍ଦେ ଦିବାହୁ ତୋଳି ସେହି ପ୍ରେମେ ହଜି ମଜି ପ୍ରାଣ ପ୍ରଦୀପ ଦିଅରେ ଜାଳି ଜୟ ଗୁରୁ ଦାଦା ଜୟ ଗୁରୁ। খুব সুন্দর সমুদ্র কণ্ঠরে আমার বিষ্ট কণ্ঠশিল্পী আমার শ্রদ্ধা কিরণ বালা মা শ্রীমতী কিরণ বালা চৌধুରୀ খুব ସୁନ୍ଦର ଭାବରେ ଏ କୋରସ୍ ଆଉ ଆମର ଠାକୁରଙ୍କ ସପ୍ତଶତୀ ବିଷ୍ଣୁ ଚରଣ ପାତ୍ରଙ୍କର ବିରଚିତ ଏ କୋରସ୍ ଖୁବ ସୁନ୍ଦର ଭାବେ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବେ ଆମର ସମାନ ଦୟାନିଧି ଭାଇ ଠାକୁରଙ୍କର ପବିତ୍ର ପଞ୍ଜାବୀ କର୍ମୀ ସୁତ ଦୟାନିଧି ସାହୁ ଏବଂ ତାଙ୍କର ପରିବାର କୀର୍ତ୍ତନ ପରିବେଷଣ କରିବେ। ଜୟ ଗୁରୁ ଆଜ୍ଞା। উপমা অতীত তুমি কি উপমা দেবী উপমা অতীত তুমি
উপমা দেবী প্রভু গুণাতীত তুমকে গুণ বখাড়িবি গুণাতীত তুমকে গুণ বখাড়িবি উপমা অতীত তুমে উপমা দেবী উপমা অতীত তুমে উপমা দেবী প্রভু গুণাতীত তুমকে গুণ বখাড়িবি গুণাতীত তুমকে গুণ বখাড়িবি দয়াল অসীম সসীম হই আশ ধরা পরে অসীম সসীম প্রভু অসীম সসীম হই আশ ধরা পরে অসীম সসীম হই আশ ধরা পরে আপনি আসরি ধর্ম শিখাও পরে আপনি আসরি ধর্ম শিখাও সেই নর করে বড় পুরুষোত্তম সেই নর করে বড় পুরুষোত্তম সেই নর করে বড় পুরুষোত্তম দর্শনে হরে দুঃখ জন্ম জন্ম দর্শনে হরে দুঃখ প্রভু দর্শনে হরে দুঃখ জন্ম জন্ম দর্শনে বিকৃতি বিকারু জনে হেলারু আকুল বিকৃতি বিকারু জনে হেলারু প্রভু অকুলরে কুল দেল হই অনুকূল অকুলরে কুল দেল হই দয়াল অকুলরে কুল দেল হই অনুকূল অকুলরে কুল দেল হই দেখাই দেল হে প্রভু দেখাই দেল হে দয়াল বন্টিবা বড়িবা পথ দেখাই দেল হে বন্টিবা বড়িবা প্রভু বন্টিবা বড়িবা পথ দেখাই দেল হে বন্টিবা বড়িবা পথ প্রভু বন্টিবা বড়িবা পথ দেখাই দেল হে বন্টিবা বড়িবা প্রভু বন্টিবা বড়িবা পথ দেখাই দেল হে প্রভু বন্টিবা বড়িবা পথ দেখাই দেল হে বন্টিবা বড়িবা পথ দয়াল বন্টিবা বড়িবা পথ দেখাই দেল হে বন্টিবা বড়িবা পথ আও দেখাই দেল হে দয়াল দেখাই দেল হে আও বন্টিবা বড়িবা পথ দেখাই দেল হে বন্টিবা বড়িবা পথ দয়াল বন্টিবা বড়িবা পথ দেখাই দেল হে আও বন্টিবা বড়িবা পথ দেখাই দেল হে দয়াল বন্টিবা বড়িবা পথ দেখাই দেল হে বন্টিবা বড়িবা পথ দেখাই দেল হে বন্টিবা বড়িবা পথ দেখাই দেল শিখাই দেল হে দয়াল শিখাই দেল হে আও মরণ কারণ মন্ত্র শিখাই দেল হে দয়াল মরণ কারণ মন্ত্র শিখাই দেল হে দয়াল শিখাই দেল হে দয়াল শিখাই দেল হে আও মরণ কারণ মন্ত্র শিখাই দেল হে দয়াল মরণ কারণ মন্ত্র শিখাই দেল হে আও মরণ কারণ মন্ত্র শিখাই দেল হে দয়াল মরণ কারণ মন্ত্র শিখাই দেল হে দয়াল মরণ কারণ মন্ত্র শিখাই দেল হে মরণ কারণ
କୃତି ଆଚରଣ କିଏ ବୁଝାଇବ ତୁମ କୃତି ଆଚରଣ କିଏ ବୁଝାଇବ ଦୟାଳ ତୁମ କୃତି ଆଚରଣ କିଏ ବୁଝାଇବ ତୁମ କୃତି ଆଚରଣ କିଏ ବୁଝାଇବ ଦୟାଳ ତୁମ କରୁଣା ସ୍ୱରୂପ କିଏ ବା ବୁଝିବ ତୁମ କରୁଣା ସ୍ୱରୂପ କିଏ ବା ବୁଝିବ ପ୍ରଭୁ ତୁମ କରୁଣା ସ୍ୱରୂପ କିଏ ବା ବୁଝିବ ତୁମ କରୁଣା ସ୍ୱରୂପ ଆଜି ଧର୍ମ ପାଇଛି ରୂପ ତୁମ ଚଳଣୀରେ ଧର୍ମ ପାଇଛି ରୂପ ତୁମ ଚଳଣୀରେ ଦୟାଳ ଧର୍ମ ପାଇଛି ରୂପ ତୁମ ଚଳଣୀରେ ଧର୍ମ ପାଇଛି ରୂପ ତୁମ ଚଳଣୀରେ ଆଜି ଅଚଳ ହେଉଛି ତୁମରି ବାଣୀରେ ସଚଳ ହୋଇଛି ତୁମରି ବାଣୀରେ ସଚଳ ହୋଇଛି ତୁମରି ବାଣୀରେ ଦୀକ୍ଷା ଇଷ୍ଟଭୂତି ଆଉ ଯଜନ ଯାଜନ ଦୀକ୍ଷା ଇଷ୍ଟଭୂତି ଆଉ ଯଜନ ଯାଜନ ଦୀକ୍ଷା ଇଷ୍ଟଭୂତି ଆଉ ଯଜନ ଆଉ ଦୀକ୍ଷା ଇଷ୍ଟଭୂତି ଆଉ ଯଜନ ଯାଜନ ଆଉ ରଚିଛି ଭବେ ଅନ୍ତର ଅଭିଯାନ ଭବେ ଅନ୍ତର ଦୟାଳ ରଚିଛି ଭବେ ଅନ୍ତର ଅଭିଯାନ ଆଉ ନାହିଁ ଦୁଃଖ ନାହିଁ ସୁଖ ନାହିଁ ଆଉ ଭୟ ନାହିଁ ଦୁଃଖ ନାହିଁ ସୁଖ ନାହିଁ ଦୁଃଖ ନାହିଁ ସୁଖ ନାହିଁ ଦୁଃଖ ନାହିଁ ସୁଖ ନାହିଁ ରଖିଛି ମାନବ ଆଜି ଶାନ୍ତି ଭରା ଭୟ ରଖିଛି ମାନବ ଆଜି ଶାନ୍ତି ଭରା ଭୟ ରଖିଛି ମାନବ ଆଜି ଶାନ୍ତି ଭରା ଭୟ ଆଉ ସଜାଇ ଦେଲ ହେ ସଜାଇ ଦେଲ ହେ ଆଜି କେତେ ଅସଜଣା ମନ ସଜାଇ ଦେଲ ହେ ଆଜି କେତେ ଅସଜଣା ମନ ସଜାଇ ଦେଲ ହେ ସଜାଇ ଦେଲ ହେ ସଜାଇ ଦେଲ ହେ ଆଉ କେତେ ଅସଜଣା ମନ ସଜାଇ ଦେଲ ହେ କେତେ ଅସଜଣା ମନ ସଜାଇ ଦେଲ ହେ ଦୟାଲେ କେତେ ଅସଜଣା ମନ ସଜାଇ ଦେଲ ହେ କେତେ ଅସଜଣା ମନ ଦୟାଲେ କେତେ ଅସଜଣା ମନ ସଜାଇ ଦେଲ ହେ କେତେ ଅସଜଣା ମନ ସଜାଇ ଆଉ କେତେ ଅସଜଣା ମନ ସଜାଇ ଦେଲ ହେ କେତେ ଅସଜଣା ମନ ସଜାଇ ଦୟାଲେ କେତେ ଅସଜଣା ମନ ସଜାଇ ଦେଲ ହେ କେତେ ଅସଜଣା ମନ ମୋଜାଇ ଦେଲ ହେ ମୋଜାଇ ଦେଲ ହେ ଆଉ ପ୍ରେମର ସେ ବିଶ୍ୱଜନେ ମୋଜାଇ ଦେଲ ହେ ଆଜି ବିଶ୍ୱରେ ଆଜି ପ୍ରେମର ସେ ବିଶ୍ୱଜନ ମୋଜାଇ ଦେଲ ହେ ପ୍ରେମର ସେ ବିଶ୍ୱଜନ ଆଜି ପ୍ରେମର ସେ ବିଶ୍ୱଜନ ମୋଜାଇ ଦେଲ ହେ ଆଉ ପ୍ରେମର ସେ ବିଶ୍ୱଜନ ମୋଜାଇ ଦେଲ ହେ
ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। ଜୟ ଗୁରୁ। ଖୁବ୍ ସୁନ୍ଦର ଭାବରେ ଆମର ସ୍ୱାମୀ ଦୟାନିଧି ଭାଇ ଠାକୁରଙ୍କର ପବିତ୍ର ପାଞ୍ଚ କର୍ମୀ ସୁଧ ଦୟାନିଧି ସାହୁ ଏବଂ ତାଙ୍କ ଧର୍ମପତ୍ନୀ ସଦ୍ୟା ସୁଷମା ଶ୍ରୀମତୀ ସୁଷମା ସାହୁ ମିଳିତ ଭାବରେ ଖୁବ୍ ସୁନ୍ଦର ଭାବରେ ସୁରତ ପୂଜ୍ୟ ସର୍ବଦାଙ୍କର ବିରିଚିତ କୀର୍ତ୍ତନ ପରିବେଷଣ କଲେ। ଦୟାନିଧି ଭାଇ ସୁଷମା ମା ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣ ପ୍ରାର୍ଥନା। ଜୟ ଗୁରୁ ଆଜ୍ଞା। ଜୟ ଗୁରୁ ଦାଦା। ଜୟଗୁରୁ। ଜୟ ଗୁରୁ। ହଁ ଜୟ ଗୁରୁ ମା ଜୟ ଗୁରୁ। ପ୍ରତିଦିନ ପ୍ରାତଃ ସମୟରୁ ଚାନ୍ଦୋଳ ସତ୍ସଙ୍ଗ ବିହାର ଅନୁକୂଳରେ ଏହି ସତ୍ସଙ୍ଗ ଆଉ ଆଜିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସ୍ୱାମୀ ବୃନ୍ଦାବନ ଭାଇ ଇଞ୍ଜିନିୟର ବୃନ୍ଦାବନ ବେହେରା। ଆଜି ତାଙ୍କର ସୁପୁତ୍ର ଇଞ୍ଜିନିୟର ସିଦ୍ଧାର୍ଥ ତାଙ୍କର ଆଜି ଜନ୍ମଦିନ। ଇଞ୍ଜିନିୟର ସିଦ୍ଧାର୍ଥଙ୍କର ସର୍ବଦା ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ବୃନ୍ଦାବନ ଭାଇ ନମିତା ମା ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସ୍ୱାମୀ ସଲିଳା ମା ଶ୍ରୀମତୀ ସଲିଳା ଜେନା। ସେ ଟିକେ ଅସୁସ୍ଥ ଅଛନ୍ତି ଆଉ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନାର୍ଥେ ଆମେ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା ଜଣାଇବା ସହିତ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ଅନେକ ପୂଜ୍ୟ ରୀତିକ ଅଧୁର୍ଯ୍ୟ ଯାଜକ ଗୁରୁ ଭାଇମାନେ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କ ସପ୍ରତିନିଧି ପୂଜ୍ୟ ସର୍ବଶ୍ରୀ ଅରୁଣ କୁମାର ସ୍ୱାଇଁ ବିଜୟଭୂଷଣ ମିଶ୍ର ବିଚିତ୍ରାନନ୍ଦ ଆଚାର୍ଯ୍ୟ ବ୍ରଜବନ୍ଧୁ ବେହେରା ଡକ୍ଟର ନଗେନ୍ଦ୍ରନାଥ ସ୍ୱାଇଁ ଡକ୍ଟର ସୀତାକାନ୍ତ ଦାସ ଡକ୍ଟର ସୁମତ କୁମାର ମିଶ୍ର ଡକ୍ଟର ପବିତ୍ର କର ମେକଅପ ଦିବାକର ସ୍ୱାଇଁ ଇଞ୍ଜିନିୟର କାଶୀନାଥ ତ୍ରିପାଠୀ ଇଞ୍ଜିନିୟର ସଚିଦାନନ୍ଦ ମଲ୍ଲିକ ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା ଇଞ୍ଜିନିୟର ଶରତ କୁମାର ଦାସ ଇଞ୍ଜିନିୟର ଯୁବରାଜ ପ୍ରସାଦ ଜଗଦୀଶ ଚନ୍ଦ୍ର ସାହୁ କୈଳାସ ଚନ୍ଦ୍ର ବେହେରା ମୁକୁନ୍ଦ ପ୍ରସାଦ ସେନାପତି ନିମାଇ ଚରଣ ଦାସ ପରେଶ୍ୱର ଜେନା ପ୍ରଭାତ କୁମାର ସାହୁ ପ୍ରଶାନ୍ତ କୁମାର ସିଂ ପରଶୁରାମ ମାଣିକ ରମେଶ ଚନ୍ଦ୍ର ନାୟକ ରଘୁନାଥ ବସ୍ତିଆ ରଜନୀକାନ୍ତ ପଣ୍ଡା ରବୀନ୍ଦ୍ରନାଥ ପ୍ରଧାନ ସୁଭାଷ ଚନ୍ଦ୍ର ଦାସ ତାରାକାନ୍ତ ବେହେରା ପ୍ରଫେସର ହୃଦୟରଞ୍ଜନ ତ୍ରିପାଠୀ ପ୍ରଫେସର ଉଗ୍ରସେନ ଲେଙ୍କା ଏଭଳି ଅନେକ ପୂଜ୍ୟ ରୀତିକମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଆଜି ଠାକୁରଙ୍କ କଥା ଯେତେବେଳେ ଧରିବେ ଆମେ ସମସ୍ତେ ଜାଣିଛନ୍ତି ଅନେକ ଥର ତାଙ୍କ ଠାରୁ ଠାକୁରଙ୍କ କଥା ଶୁଣି ଆସିଛନ୍ତି। ଜଣେ ବିଜ୍ଞାନ ପ୍ରାଜ୍ଞ ବ୍ୟକ୍ତିତ୍ୱ ଜଣେ ସୁବକ୍ତା ଜଣେ ଇଷ୍ଟ ଶିକ୍ଷାବିଦ ଏକାଧାରରେ ଜଣେ କବି ଜଣେ ଲେଖକ ଜଣେ ଆଉ ସୁବକ୍ତା ସିଏ ହେଲା ଆମର ସମ୍ମାନୀୟ ନୃସିଂହଦା ଠାକୁରଙ୍କ ସହ ପ୍ରତିନିଧି ଚିତ୍ତ ନୃସିଂହ ଶରଣ ସହ ଆଜି ପୁନର୍ବାର ଆମର ଅନୁରୋଧ ରକ୍ଷା କରି ଆମ ସହିତ ଅଛନ୍ତି। ଠାକୁରଙ୍କ କଥା ତୋଳି ଧରିବେ ତାଙ୍କୁ ଅନୁରୋଧ କରିବେ ଆଲୋଚନା ଆରମ୍ଭ କରିବେ। ଶ୍ରୀଯୁକ୍ତ ନୃସିଂହ ଚରଣ ସହ ଠାକୁରଙ୍କ ସହ ପ୍ରତିନିଧି ଦାଦା ଜୟ ଗୁରୁ ଦାଦା ଜୟଗୁରୁ। ଜୟ ଗୁରୁ। ଆଜିର এই ପାବନ ପବିତ୍ର ହରିବାସରରେ ଯୋଗଦାନ କରି ଶ୍ରୀ ଶ୍ରୀ ଠାକୁରଙ୍କ ଚରଣ ତୀର୍ଥରେ ନତଜାନୁ ଶତକୋଟି ପ୍ରଣାମ ନିବେଦନ କରେ। ଜଗତ ଜନନୀ ଶ୍ରୀ ଶ୍ରୀ ବଡ଼ମାଙ୍କ ପଦ କମଳରେ ପ୍ରଣାମ। ପରମ ପୂଜନୀୟ ଶ୍ରୀ ଶ୍ରୀ ବଡ଼ଦାଙ୍କ ଚରଣ ତୀର୍ଥରେ ପ୍ରଣାମ। ପରମରାଧ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଦୟାର୍ଦ୍ଦ ଚରଣ କମଳରେ ପ୍ରଣାମ। ଗୁରୁ ପରିବାରର ପ୍ରତ୍ୟେକ ବରଣ୍ୟ ପ୍ରଣମ୍ୟ ବନ୍ଦନୀୟ ସଦସ୍ୟମାନଙ୍କ ପଦ ପ୍ରାନ୍ତରେ ଅନନ୍ତ କୋଟି ପ୍ରଣାମ। ଆଜିର ପାବନ ପବିତ୍ର ସତ୍ସଙ୍ଗର ପରିଚାଳକ ପୁରୋଧା ମହୋଦୟ ଏହି ହରିବାସରରେ ସମ୍ମିଳିତ ଚିରବରଣ୍ୟ ବରିଷ୍ଠ ବିଶିଷ୍ଟ ପୂଜନୀୟ ଋତିକ ମଣ୍ଡଳୀ ପ୍ରାଣପ୍ରିୟ ସମ୍ମାନନୀୟ ଶ୍ରଦ୍ଧାଭାଜନୀୟ ଅଧୂର୍ଯ୍ୟ ଯାଜକ ମଣ୍ଡଳୀ ଗରିୟସୀ ଜନନୀ କୋଳ ସତୀର୍ଥ ପ୍ରତିମ ଗୁରୁଭ୍ରାତା ମଣ୍ଡଳୀ ଭକ୍ତି ବିଦଗ୍ଧ ସଜନ ବୃନ୍ଦ ପ୍ରାଣ ପ୍ରତିମ ପିଲାଏ ସମସ୍ତଙ୍କ ଉଦ୍ଦେଶ୍ୟରେ ଯଥାଯୋଗ୍ୟ ପ୍ରୀତି ପ୍ରଣାମ ସ୍ନେହ ସଦିଚ୍ଛା ଶୁଭେଚ୍ଛା ଭାଲୋବାସା ସାଧୁବାଦ ତଥା ଜୟଗୁରୁ ଜଣାଏ। ଆମେ ସମସ୍ତେ ଶୁଣୁଥିଲୁ ସମ୍ମାନନୀୟ ବୃନ୍ଦାବନ ଭାଇ ପୁଅ ସିଦ୍ଧାର୍ଥଙ୍କର ଶୁଭ ମଙ୍ଗଳ କାମନା କରି ପରମ ପିତାଙ୍କ ଉଦ୍ଦେଶ୍ୟରେ ଭୋଗ ନିବେଦ ଅର୍ପଣ କରିଛନ୍ତି। ତେଣୁ ତାଙ୍କର ସୁପୁତ୍ର ସିଦ୍ଧାର୍ଥ ଚିରଞ୍ଜୀବୀ ହେଉ ଯୋଗ୍ୟତାରେ ଦକ୍ଷତାରେ ଯେ ତାଙ୍କର ଖ୍ୟାତି ଚତୁର୍ଦିଗରେ ପ୍ରସାରିତ ହଉ ଏବଂ ସେ ଇଷ୍ଟଚ୍ଛଳ ଜୀବନ ନେଇ ଆତଜାତ ହୁଅନ୍ତି ପ୍ରାର୍ଥନା ଠାକୁରଙ୍କ ଚରଣ ତୀର୍ଥ ରଖିବି। ଶୁଣୁଥିଲି ଶୈଳମା ଅସୁସ୍ଥ ଅଛନ୍ତି ତେଣୁ ପରମ ପିତାଙ୍କ ଉଦ୍ଦେଶ୍ୟରେ ଭୋଗ ନିବେଦ ଅର୍ପଣ କରିଛନ୍ତି। ପରମ ପିତାଙ୍କ ପାଖରେ ପ୍ରାର୍ଥନା କରିବି ଶୈଳମା ଶୀଘ୍ର ସୁସ୍ଥି ଲାଭ କରି
ମାନେ ଆନନ୍ଦରେ ଆତଯାତ ହୁଅନ୍ତୁ। ତାଙ୍କ ପରିବେଶ ପରିସ୍ଥିତିରେ ପ୍ରଭୁ କରୁଣାର ଯେ କୃପାକ୍ଷରଣ କରନ୍ତୁ। ଆପଣମାନେ ସମସ୍ତେ ପ୍ରଭୁଙ୍କର ଆଶୀଷ ଧନ୍ୟ ଉଠନ୍ତୁ। ଏଇ ପ୍ରାର୍ଥନା ଠାକୁରଙ୍କ ନିକଟରେ କରିବି। ଆପଣମାନେ ସମସ୍ତେ ଗୁଣୀ ଜ୍ଞାନୀ ସଜ୍ଜନ ମଣିଷ ଠାକୁରଙ୍କୁ ଗ୍ରହଣ କରି ଆଜୀବନ କେତେ କେତେ କଥା, କେତେ କେତେ ଗାଥା, କେତେ କେତେ କଥୟନ୍ତି, କେତେ କେତେ ତାଙ୍କର ଦିବ୍ୟ ଲୀଳାର କଥାକୁ ସାଇତି ସାଇତି ଚାଲିଛନ୍ତି। ସେସବୁ କଲେ କଣ ହୁଏ? ଠାକୁର ଦିନେ କହୁଥିଲେ ଭକ୍ତ ସଜ୍ଜନ ମାନଙ୍କୁ ତାଙ୍କ କଥା କହିଲେ ଯେ ମନରେ ଆନନ୍ଦ ମିଳେ, ବ୍ୟକ୍ତିର ଚେତନାର ସ୍ଫୁରଣ ହୁଏ ଏବଂ ଯଦି ଇଷ୍ଟଙ୍କୁ ନେଇ ତୁମେ ଚାଲିଛ ଠିକ ଭାବରେ, ଠାକୁର କହୁଥିଲେ ଇଷ୍ଟଙ୍କୁ ନେଇ ତୁମେ ଠିକ ଭାବରେ ଚାଲିଥାଅ, ତେବେ ସ୍ତ୍ରୀ ପାଖରେ ରହିଲେ ବି ଜଣେ ଦେବୀଙ୍କ ପାଖରେ ତାଙ୍କର ନିରାପଦ ଆଶ୍ରୟସ୍ଥଳରେ ଅଛ ବୋଲି ଗୋଟେ ଅବବୋଧ ତମ ଅନ୍ତରକୁ ସ୍ପର୍ଶ କରିବ। ସ୍ତ୍ରୀ ପାଖରେ ରହିଲେ ବି ଦେବୀଙ୍କ ପାଖରେ ଅଛି ବୋଲି ଭାବିବି। ତାହା এই ସତ୍ସଙ୍ଗ ଶିକ୍ଷା ଦେଇଥାଏ। ସତ୍ସଙ୍ଗର ଭାବନାରେ ଆତଯାତ ହେଲେ ମଣିଷର ସେ ଅନୁଭୂତି ସୃଷ୍ଟି ହୁଏ। ଏବଂ ଠାକୁର କହୁଥିଲେ ଯେ ବିଷୟବସ୍ତୁ ପାଖରେ ଥାଇ ଯେ ସନ୍ନ୍ୟାସର ଅଫୁରନ୍ତ ଭାବ ଅନ୍ତରରେ ଜାଗ୍ରତ ହୁଏ। ଯଦି ସତ୍ସଙ୍ଗକୁ ଆଶ୍ରୟ କରି ମୁଁ ବଞ୍ଚିଛି, ତାଙ୍କ ସହିତ ସଂଶ୍ଳିଷ୍ଟ ଅଛି, ତାଙ୍କ ପ୍ରଦତ୍ତ ମାର୍ଗକୁ ଜୀବନରେ ଅବଲମ୍ବନ କରି ଚାଲିଛି, ବିଷୟବସ୍ତୁ ପାଖରେ ଥାଇ ବି ଗୋଟେ ଅଫୁରନ୍ତ ସନ୍ନ୍ୟାସ ଭାବ, ମୁଁ ସନ୍ନ୍ୟାସୀ, ମୁଁ ଗୃହୀ ସନ୍ନ୍ୟାସୀ, ମୁଁ ଶୁଦ୍ଧାତ୍ମା, ମୁଁ ଭଲ ମଣିଷଟେ, ଏମିତି ଗୋଟେ ଯେ ଅନୁଭାବ ଅନ୍ତରକୁ ସ୍ପର୍ଶ କରେ। ଏବଂ ଠାକୁର କହୁଛନ୍ତି ଧନ ସମ୍ପତ୍ତି ବିତ୍ତ ବିଭବ ଭାବରେ ପାଖରେ ଥାଇବି ଯେ ମଣିଷର ଯେ ପରମାର୍ଥୀ ଭାବଟା ଲୋପ ହୁଏ ନାହିଁ। ଧନ ସମ୍ପତ୍ତି, ଆଳସ୍ୟ, ବିଳାସ, ଭୋଗ, ଯେତେ ପ୍ରକାରର ଆକର୍ଷଣ ଭିତରେ ରହିଥିଲେ ବି ଯେ ଯଦି ପ୍ରଭୁଙ୍କୁ ନେଇ ମଣିଷ ଚାଲିଛି, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କରିଛି, ସତନାମ ମନନ କରୁଛି, ତେବେ ତା ଅନ୍ତରରେ ଗୋଟେ ପରମାର୍ଥ ଭାବ ସୃଷ୍ଟି ହୁଏ। ଆଉ କଣ ଜୀବନରେ ଦରକାର? ଆପଣମାନେ ଚିନ୍ତା କରନ୍ତୁ। ଅସୀମ ଆନନ୍ଦ ମିଳେ, ଚେତନାର ସ୍ଫୁରଣ ହୁଏ ଏବଂ ନିରାପଦ ଆଶ୍ରୟସ୍ଥଳରେ ଅଛି ବୋଲି ମଣିଷ ଭିତରେ ଭାବନା ସୃଷ୍ଟି ହୁଏ। ବିଷୟବସ୍ତୁ ପାଖରେ ଥାଇ ବି ଯେ ସନ୍ନ୍ୟାସୀର ଜୀବନ ଯେ ମଣିଷକୁ ଆକୃଷ୍ଟ କରିଥାଏ, ଧନ ସମ୍ପତ୍ତି ଯେ ପରମାର୍ଥର ଭାବ ମଣିଷ ଭିତରେ ଦିଏ, এইଗୁଡ଼ିକ ତ ବନ୍ଧନ, এইଗୁଡ଼ିକ ତ ଯେ ମଣିଷକୁ ସଂକୁଚିତ ଯେ କରିବାର ଉପାୟ। ତେଣୁ ସେଇପାଇଁ ଠାକୁର ମଣିଷକୁ ସତର୍କ କରେଇ ଦେଇଗଲେ, ଯାହା ଇଚ୍ଛା ତାହା କରିବୁ, ତାହା କିନ୍ତୁ ଚଳିବ ନାହିଁ। ଆଉ ଭଲ ଛଡ଼ା ମନ୍ଦ କଲେ ପରିସ୍ଥିତି ଛାଡ଼ିବ ନାହିଁ। ଯାହା ଇଚ୍ଛା ତା କରି ଯେ ବଞ୍ଚିବାର କିଛି ଲାଭ ନାହିଁ। ମତେ ଭଲ କରିବାକୁ ହେବ। ଯଦି ମୋର ଭଲ ଆବଶ୍ୟକ, ଠାକୁର ତ ସେଇପାଇଁ ଯେ ବାଣୀ ଦେଇ କହିଲେ ଭଲ ଭାବରେ ବଞ୍ଚିବୁ ଯଦି ଭଲର ନିୟମ ମାନି ଚଳିବୁ, ନହେଲେ ଜୀବନ ବଞ୍ଚିବ ନାହିଁ, ନିଶ୍ଚୟ ଜାହାନ୍ନାମେ ଯିବୁ। ଭଲରେ ବଞ୍ଚିବାକୁ ହେଲେ ଯେ ଭଲର ନିୟମ ମତେ ମାନିବାକୁ ପଡ଼ିବ, ତେବେ ଯାଇ ଜୀବନରେ ଭଲ ମୁଁ ପାଇବି। ମୁଁ ତ ସେଇପାଇଁ ପ୍ରତି ମୁହୂର୍ତ୍ତରେ ଯେ କେତେ କେତେ କଥା ଭାବି ଚାଲେ, କେତେ କେତେ ଅନୁସନ୍ଧାନ ମନ ପ୍ରାଣ ଦେଇ କରେ, ଟିକେ ଭଲରେ ରହିବି, ଟିକେ ଶାନ୍ତିରେ ରହିବି, ଟିକେ ଆରାମ ପାଇବି ଏବଂ ମୋ ପରିବେଶ ପରିସ୍ଥିତି ଯେମିତି ମତେ ପ୍ରତି ମୁହୂର୍ତ୍ତରେ ପ୍ରସନ୍ନ ମୁଖର କରି ଯେ ଆଗକୁ ନେଉଥିବ। ଏଇ ତ ଜୀବନର କଥା। ଆମେ ସମସ୍ତେ ଘର ସଂସାରୀ ଜଞ୍ଜାଳମୟ ମଣିଷ ମାନେ, କେତେ କେତେ ବ୍ୟଥା ବେଦନା, କେତେ କେତେ ଜଳା ଯନ୍ତ୍ରଣା ପ୍ରତି ମୁହୂର୍ତ୍ତରେ ଆମ ସମସ୍ତଙ୍କୁ ପରାମୃଷ୍ଟ କରି ଚାଲିଛି। ଅତଏବ ଠାକୁର ଅଛନ୍ତି ବୋଲି ସେ ବ୍ୟଥା ବେଦନା ଆମକୁ କ୍ଷତ ବିକ୍ଷତ କରିପାରୁନାହିଁ। ଯେକୌଣସି ପରିବେଶ ପରିସ୍ଥିତିରେ ଆମେ ଆନନ୍ଦରେ ଯେ କେମିତି କେମିତି ଆତଯାତ ହଉଛନ୍ତି, ଆପଣମାନେ ସମସ୍ତେ ଅନୁଭବ ଯେ କରୁଛନ୍ତି। ସେଇପାଇଁ ଠାକୁର କହୁଥିଲେ ଯେ ସତ୍ ଯଦି ହୁଏ ସଙ୍ଗ ତୁମର, ଭାବ ଯଦି ହୁଏ ମହାନ ଉଚ୍ଚ, ଦୁନିଆ ଦୁଆରେ ସାଧନା ତୁମର ହେବନି ବ୍ୟର୍ଥ, ହେବନି ତୁଚ୍ଛ। ଅତଏବ ସତ୍ ଯଦି ହୁଏ ସଙ୍ଗ ତୁମର, ଭାବ ଯଦି ହୁଏ ମହାନ ଉଚ୍ଚ, ସତ୍ସଙ୍ଗକୁ ଆସି ଏଇ ତ ସେ ସତର ସଙ୍ଗ କରିବା ପାଇଁ ମୁଁ ପ୍ରଚେଷ୍ଟା କରୁଛି। ସେଇପାଇଁ ଆପଣମାନେ ଏ ଆଭାସୀ ସତ୍ସଙ୍ଗର ଆୟୋଜନ କରୁଛନ୍ତି। ସେଇପାଇଁ ଆମେମାନେ ଏ ସତ୍ସଙ୍ଗକୁ ଯାଉଛନ୍ତି ଏବଂ ଆଶ୍ରମକୁ ଯାଉଛନ୍ତି ସତର ସଙ୍ଗ ଲାଭ କରିବା ପାଇଁ। ତା ଦ୍ୱାରା ଏଇ ଭାବ, ଅନ୍ତରର ଭାବଟା ମହାନ ଉଚ୍ଚ ହେବ
ନିଜ ଭିତରେ ସଂକୀର୍ଣ୍ଣତା ଦୂରୀଭୂତ ହବ, ନିଜ ଭିତରେ ଅବସାଦ ବିଷାଦ ଯେ ଦୂରୀଭୂତ ହବ। ଏବଂ ସେଇପାଇଁ ମତେ ସତ୍ସଙ୍ଗକୁ ଆସିବାକୁ ପଡୁଛି। ଆପଣମାନେ ଏକଥା ନିଶ୍ଚିତ ସ୍ୱୀକାର କରିବେ। ଠାକୁର ସଚେତନ କରେଇଥିଲେ, ମଲ ମୂତର ମାଝখানে তো জন্মর দ্বার, বিনা শ্রেয় আশ্রয়ে পাবিকে উদ্ধার। মল মূতর মাঝখানে তো জন্মর দ্বার। ଆମେ ସମସ୍ତେ ପୃଥିବୀକି ଆସିଛନ୍ତି କାହିଁକି? ଏମିତି ହତାଶ ଭାବ, କାହିଁକି ଏତେ ଅବଶୋଷର ଭାବ, କାହିଁକି ଏତେ ବିଷାଦର ଭାବ? କାରଣ ଆମେ ଜନ୍ମରୁ ସେ ଶୁଦ୍ର ଭାବ ନେଇକି ଆସିଛନ୍ତି। ଠାକୁର ସେଇପାଇଁ କହିଥିଲେ ମଳ ମୂତର ମାଝখানে ତ ଜନ୍ମର ଦ୍ୱାର। ସେଇ ମଳ ଆଉ ମୂତ ପରିସର ମଝି ରାସ୍ତାରେ ଆମେ ପୃଥିବୀକି ଆସିଛନ୍ତି। ଆମକୁ ଶୁଦ୍ରତା ଯେ ଅୟମାରମ୍ଭରୁ ସ୍ପର୍ଶ କରିଛି ଏବଂ ସେଇ ଶୁଦ୍ରତାକୁ ଅପନୋଦନ କରି ଏକ ପାବନ ପବିତ୍ର ଜୀବନ ଯାପନ କରିବାକୁ ହେଲେ ଯେ ବିନା ଶ୍ରେୟ ଆଶ୍ରୟ ପାବିକୁ ଉଦ୍ଧାର। ବିନା ଶ୍ରେୟ ଯେ ଶ୍ରେଷ୍ଠଙ୍କ ପାଖକୁ ନ ଆସି ତୁ ଉଦ୍ଧାର ପାଇବୁ କି? ଶ୍ରେଷ୍ଠଙ୍କ ନିକଟକୁ ଆସି ତୁ କେମିତି ଉଦ୍ଧାର ପାଇବୁ? ଅତଏବ ସେଇ କଥା ମନେ ପଡୁଛି। ଆପଣମାନେ ଅନେକ ଭାବରେ ଯେ ସେଇ କଥା ଯେ ଶୁଣିଛନ୍ତି, ସେଇ କଥା ଆପଣମାନଙ୍କ ଆଗରେ ଯେ କହିଯିବାକୁ ଚାହେଁ। ଯେ ପରମ ପୂଜନୀୟ ଦାଦା ନାହାନ୍ତି, ଚାଲିଗଲେଣି। ଏବଂ ସେତେବେଳେ ଗୋଟେ କଥା ଥରେ କର୍ମୀ ବୈଠକରେ କହୁଥିଲେ, ମୋ ପ୍ରଭାତ ଦାୟକ ଅଛନ୍ତି, ଆପଣମାନେ ଶୁଣିଥିବେ, ଯେ ବରାହ ଅବତାରର କଥାଟା ଯେ କହୁଥିଲେ ସଂକ୍ଷିପ୍ତ ଭାବରେ ତାଙ୍କ ଅଭିଭାଷଣରେ ପୂଜନୀୟ ଯେ ଦାଦା। ଏବଂ ଯେତେବେଳେ ହିରଣ୍ୟକଶ୍ୟପର ଭାଇ ହିରଣ୍ୟାକ୍ଷ ଯେ ବେଦ ଚୋରି କରି ଆଣିଲା ବ୍ରହ୍ମାଙ୍କ ନିକଟରୁ, କାରଣ ସେମାନେ ଅସୁରମାନେ ଭାବିଥିଲେ ଏଇ ବେଦ ଜ୍ଞାନରେ ଏ ସମଗ୍ର ସୃଷ୍ଟି ପ୍ରଜ୍ଞାନ ହେଇ ଉଠିଛି। ଏ ବେଦ ଭିତରେ ସବୁ ସମସ୍ୟାର ସମାଧାନର କଥା ଲେଖାଯାଇଛି। ଏ ବେଦ ଭିତରେ ଈଶ୍ୱର ଆରାଧନାର କଥା ଲେଖାଯାଇଛି। ତାକୁ ପାଠ କରି ତାକୁ ଜୀବନରେ ପାଳନ କରି ଦେବତାମାନେ ଅମର ହେଇଛନ୍ତି। ଆଉ ଶୁଦ୍ଧ ଆତ୍ମ ଭକ୍ତମାନେ ମଧ୍ୟ ଯେ ପ୍ରବଳ ପରାକ୍ରମରେ ଏପଟ ସେପଟ ହେଉଛନ୍ତି। ତାହେଲେ ଏଇ ବେଦଟାକୁ ମତେ ନଷ୍ଟ କରିଦେବାକୁ ପଡିବ। କିଏ ଭାବିଥିଲା? ହିରଣ୍ୟାକ୍ଷ, ହିରଣ୍ୟକଶ୍ୟପର ସାନ ଭାଇ, ଏବଂ ବ୍ରହ୍ମାଙ୍କ ନିକଟରୁ ବେଦ ଚୋରି କରି ଆଣିଥିଲା। ଆଣିକିରି ଯେ ମହାସମୁଦ୍ରରେ ଲୁଚିଥିଲା, ତାକୁ ନଷ୍ଟ କରିବାର ପ୍ରୟାସ ସିଏ ଆରମ୍ଭ କରିଥିଲା। କିନ୍ତୁ ଏଇ କଥା ଚତୁର୍ଦିଗରେ ଯେ ଖେଳି ଯାଇଥିଲା, ଈଶ୍ୱରଙ୍କ ନିକଟରେ ଯେ ପ୍ରଭୁଙ୍କ ନିକଟରେ ପହଞ୍ଚି ଯାଇଥିଲା। ପ୍ରଭୁ ବରାହ ଅବତାର ଧାରଣ କରିଥିଲେ ଏବଂ ବରାହ ଅବତାର ଧାରଣ କରି ଯେ ବେଦ ଉଦ୍ଧାର କଲେ ଏବଂ ହିରଣ୍ୟାକ୍ଷକୁ ଯେ ବିନାଶ କଲେ। କିନ୍ତୁ ଏହି ହିରଣ୍ୟାକ୍ଷ ମରିଗଲା ପରେ ପ୍ରଭୁ ଆଉ ସହଜରେ ଫେରିଲେ ନାହିଁ। ଗୋଲକ ବୈକୁଣ୍ଠରେ ହାହାକାର ପଡିଗଲା, ସେ ଗଲେ ନାହିଁ ବୋଲି। ଏବଂ ଆପଣ ଜାଣିଛନ୍ତି, ପୂଜନୀୟ ଦାଦା ଏ କଥା କହୁଥିଲେ କର୍ମୀ ବୈଠକରେ, ସେ ବରାହ ରୂପୀ ଈଶ୍ୱର ଭଗବାନ କିଛି ଯେ ମା ଯେ ଘୁଷୁରୀ ମାନଙ୍କ ସହିତ ଯେ ସମ୍ବନ୍ଧ ସ୍ଥାପନ କରି ତାଙ୍କୁ ବାହା ହେଲେ ବୋଲି ଦାଦା କହୁଥିଲେ। ଯେ ବହୁ ସେ ଯେ ବରାହ ପତ୍ନୀ ସେ ଗ୍ରହଣ କଲେ ଏବଂ ଶହ ଶହ ଘୁଷୁରୀ ଛୁଆ ମଧ୍ୟ ତାଙ୍କର ହେଲେ ଭଗବାନଙ୍କର। ଏବଂ ସେ ଘୁଷୁରୀ ମାନଙ୍କ ମାୟାରେ ପଡିକି ଈଶ୍ୱର ଭଗବାନ ଘାଣ୍ଟି ଚକଟି ହେଲେ। ସ୍ୱର୍ଗରେ ହାହାକାର ପଡିଗଲା। ଯଦି ସେ ନ ଫେରିବେ ତାହେଲେ ସ୍ୱର୍ଗ ରହିବ ନାହିଁ, କଣ ଅସୁବିଧା ହେବ? ଏବଂ ସେତେବେଳେ ଈଶ୍ୱର ଯେ ସ୍ୱୟଂ ଯେ ଶିବ ଆସିକି ଯେ ପ୍ରଭୁଙ୍କୁ ତାଙ୍କ ତ୍ରିଶୂଳରେ ଆଘାତ ଦେଇଥିଲେ ସେ ବରାହକୁ। ବରାହ କ୍ଷତ ବିକ୍ଷତ ହୋଇ ଯେ ସେତେବେଳେ ଆତ୍ମସଂଯମତା ଫେରି ଆସିଥିଲା, ପୁଣି ସେ ଫେରି ଯାଇଥିଲେ ସ୍ୱର୍ଗକୁ। ଅତଏବ ଏଇ ଯେ ଶୂଦ୍ର ଭାବ, ପୃଥିବୀର ଭାବ ଏମିତି, ପୃଥିବୀର ପରିବେଶ ପରିସ୍ଥିତି ଏମିତି ଯେ ଆମେ ସମସ୍ତେ ପ୍ରତି ମୁହୂର୍ତ୍ତରେ ଶୂଦ୍ର ଭାବରେ ଆକ୍ରାନ୍ତ ହଉଛନ୍ତି। କିନ୍ତୁ ଯଦି ପ୍ରଭୁମୟତା ନେଇ ମଣିଷ ବଞ୍ଚେ, ପ୍ରଭୁଙ୍କୁ ନେଇ ବଞ୍ଚେ, ପ୍ରଭୁଙ୍କର ପ୍ରତ୍ୟେକ କଥାକୁ ଜୀବନରେ ଯେ ପ୍ରାଣବନ୍ତ କରି ମଣିଷଟା ଜୀବନ ଧାରଣ କରେ, ତେବେ ସେଇ ଶୂଦ୍ର ଭାବ ମଣିଷକୁ ପରାମୁଷ୍ଟ କରିପାରିବ ନାହିଁ, ପରାସ୍ତ କରିପାରିବ ନାହିଁ। ମତେ ଅଫୁରନ୍ତ ସେ କଥା ଆପଣମାନେ ସମସ୍ତେ ଯେ ଜେନ୍ ଦତ୍ତଙ୍କର କଥା, ଡକ୍ଟର ଜେନ୍ ଦତ୍ତଙ୍କର କଥା ଜାଣିଛନ୍ତି। ଯତୀନ୍ଦ୍ରନାଥ ଦତ୍ତ ଯେ ବିଦେଶ ପଢୁଆ ଲୋକ ଆସିକି ଠାକୁରଙ୍କ ପାଖରେ ଥିଲେ ଏବଂ ଠାକୁରଙ୍କୁ ନେଇ ଯେଉଁ କେତେକ ବିଦ୍ୱାନ ସଜ୍ଜନ ମାନେ ଆତଯାତ ହେଇଛନ୍ତି, ସେ ଭିତରେ ଡକ୍ଟର ଜେନ୍ ଦତ୍ତ ଜଣେ। ଛୁଆଟି କାଳରେ ଅନେକ ଅବାଧ୍ୟ ଥିଲେ, ଅନେକ ବିଶୃଙ୍ଖଳିତ ଥିଲେ। ତାଙ୍କ ବାପା ମା
ଯେ କେମିତି କେମିତି ଉଦାସ ହେଇ ପଡିଥିଲେ ଏଇ ଯତୀନ୍ଦ୍ରାଙ୍କୁ ପାଇକିରି। ଯେତେ ପ୍ରକାର ଶାସନ କଲେ ବି ତାଙ୍କୁ ନିୟନ୍ତ୍ରିତ କରି ହେଉନଥିଲା। ଦୁଷ୍ଟାମୀର ଚରମ ପରମ ଶିଖରରେ ସେ ପହଞ୍ଚିଥିଲେ। ତେଣୁ ବାପା ମା ଫ୍ରଷ୍ଟ୍ରେଟେଡ୍ ହେଇ ତାଙ୍କୁ ମାମୁଁ ଘର ଛାଡ଼ି ଦେଇଥିଲେ। ତାଙ୍କ ମାମୁଁ ଘର ପଦ୍ମା ନଦୀ କୂଳରେ କୌଣସି ଏକ ଗ୍ରାମରେ, ସେଇଠି ସେ ମାମୁଁ ଘର ଯେ ରହୁଥିଲେ ଏବଂ ସେଇଠି ସେ ବଢିଥିଲେ। ଏଇଥିଲା ତାଙ୍କ ବାଲ୍ୟ ଜୀବନର କଥା। ଯେତେବେଳେ ବୟସ୍କ ହେଇଯାଇଛି, ଅସୁବିଧାରେ ପଡ଼ିଯାଇଛନ୍ତି, ଜୀବନକୁ ସମର୍ପଣ କରି ଠାକୁରଙ୍କୁ କାମ କରୁଥିଲେ, ଦୟନୀୟ ଦୁଃସ୍ଥିତିରେ ପଡ଼ିଛନ୍ତି। କେମିତି କେମିତି ରୋଗିଣା ଅବସ୍ଥା, ଦିନେ ଠାକୁରଙ୍କ ନିକଟକୁ ଆସିଛନ୍ତି। ଠାକୁର ନାଟ ମଣ୍ଡପରେ ବସିଥିଲେ। ଯେ ପ୍ରଣାମ କରିକି ଅଭିମାନରେ ଠାକୁରଙ୍କୁ କହୁଛନ୍ତି, ଏତେ କଲି, ଜୀବନକୁ ତମ ପାଇଁ ଉତ୍ସର୍ଗ କଲି, କିନ୍ତୁ ଘରର ଅବସ୍ଥା ସୁଧୁରିଲା ନାହିଁ, ପିଲାମାନେ ଠିକ ହେଲେ ନାହିଁ। ଏଟା ଏକ ତଥାକଥିତ କଥା। ଆପଣମାନେ ଏଇ ସଂଳାପ ସହିତ, ଏଇ ପରିସ୍ଥିତି ସହିତ ସମସ୍ତ ଜଡ଼ିତ। ଆଉ ଯିଏ ଏମିତି ପରିସ୍ଥିତିର ସମ୍ମୁଖୀନ ହୋଇନି ସେ ଭାଗ୍ୟବାନ ମଣିଷ ଆଜ୍ଞା। ଆପଣମାନଙ୍କ ଭିତରେ ଯଦି କେହି ସେମିତି ଥିବେ, ସେ ଖୁବ ଭାଗ୍ୟବାନ ମଣିଷ। ଅତଏବ ଯତୀନ୍ଦ୍ର ଠାକୁରଙ୍କୁ ଏଇ କଥା କହିକି ଅଭିମାନ କରୁଛନ୍ତି ଯେ ମୋ ଅଭାବ ଆପଣ ଦୂରେଇଲେ ନାହିଁ, ମୁଁ ଜୀବନଟାକୁ ଆପଣଙ୍କ ପାଇଁ ସମର୍ପଣ କରିଥିଲି। এবং সেটাও ঠাকুর কৌଛନ୍ତି যতীন্দ্রা, এই যে আপনার কি কখন এই যে কালো যে জাম গছর কথা মনে পড়ে, যে কলা জামুকুলি গছ কথা কেবে মনে পড়ে? কলা জামুকুলির কথা কৌଛନ୍ତି যতীন্দ্রা। ସେ ପ୍ରସଙ୍ଗ ଏମିତି ଥିଲା, ଯେତେବେଳେ ମାମୁଁ ଘରେ ଯତୀନ୍ଦ୍ରା ରହୁଥିଲେ ଅବାଧ୍ୟ ଯେ ମଣିଷ ହିସାବରେ, ଏବଂ ସେ ମାମୁଁ ମାଇଁକୁ ମଧ୍ୟ ମାନୁନଥିଲେ। ସବୁବେଳେ ଯାଇକି ଯେ ପଦ୍ମା ନଦୀରେ ଯେ ସନ୍ତରଣ କରିବେ, ଏବଂ ସୌଭାଗ୍ୟକୁ ସେ ନୌକା ଚଲେଇବା ଶିଖି ଯାଇଥିଲେ ସେ 12-14 ବର୍ଷ ବୟସ ବେଳକୁ। ଏମିତି ଅନିଚ୍ଛା ସତ୍ତ୍ୱେ କିଛି କିଛି ପାଠ ବି ପଢୁଥିଲେ। ଥରେ ବନ୍ୟା ହେଇଥିଲା, ପ୍ରବଳ ବନ୍ୟା, ଗାଁ ଗଣ୍ଡା ଭାସିଗଲା, ଚତୁର୍ଦିଗରେ ବନ୍ୟା ପ୍ଳାବନ। ସେତେବେଳେ ସେଇ 12-14 ବର୍ଷର ଛୁଆ ଯତୀନ୍ଦ୍ରା ଯେ ମାମୁଁ ମାଇଁଙ୍କୁ ନ କହି ଯାଇଥିଲେ ପଦ୍ମା ନଦୀକୁ, ଏବଂ ପଦ୍ମା ନଦୀ କୂଳରେ ଯେ ଅଦୂରରେ ଗୋଟେ ଗ୍ରାମ ମୁଣ୍ଡରେ ନୌକା ବନ୍ଧା ଯାଇଥିଲା। କାରଣ ବନ୍ୟା ଯୋଗୁଁ ନାଉରି ଆସିନାହିଁ, ସେ ନୌକା ନେଇ ସେ ନଦୀ ଭିତରକୁ ଯାଇଥିଲା। ଏବଂ ଏମିତି ଭାବରେ ଚଲେଇ ଚଲେଇ ଗଲେ ଯେ ନଦୀଟା, ଏଇ ନୌକାଟା ଯେ ବାଟ ଭୁଲିଗଲା। ଏମିତି ଗୋଟେ ପରିସ୍ଥିତିରେ ଯେ ବହୁ ଦୂରକୁ ଚାଲିଗଲା, ପ୍ରାଣ ପ୍ରତି ବିପଦ ସୃଷ୍ଟି ହେଇଥିଲା ଯତୀନ୍ଦ୍ରାଙ୍କର। ଏବଂ ନୌକାଟା ଆଜ୍ଞା ଉଲ୍ଟି ଯାଇଥିଲା ପ୍ରବଳ ସୋରେ ପଡ଼ି। ଏବଂ ସେତେବେଳେ ଗୋଟେ ଗଛ ପାଖରେ, ସେଇ ବନ୍ୟା ପ୍ଳାବନରେ ବୁଡ଼ି ରହିଥିବା ଗୋଟେ ଗଛର ଡାଳ ସେଇ ନୌକା ଦେହକୁ ଲାଗି ଯାଉଥିଲା, ନୌକାଟା ବୁଡ଼ି ଯାଇଥିଲା ଏବଂ ଯତୀନ୍ଦ୍ରା ସେ ଗଛକୁ ଧରିକି ବଞ୍ଚି ଯାଇଥିଲେ ଏବଂ 3 ଦିନ ସେ ଗଛରେ ଥିଲେ। ଏବଂ ସେଇ ଗଛଟା ଗୋଟେ ଜାମୁକୁଳି ଗଛ ଥିଲା। ସେତେବେଳେ ଜାମୁକୁଳି ଧରିଥିଲା। ଏଇ ଯେ 3 ଦିନ ରହିଲେ ଯତୀନ୍ଦ୍ରା ସେ ଜାମୁକୁଳି ତୁଳିକିରି ଖାଉଥିଲେ। ଏବଂ 3 ଦିନ ପରେ ପାଣି କମିଗଲା ପରେ ତାଙ୍କ ଘରର ଲୋକମାନେ ଖୋଜିଥିଲେ, ସେ ଆସିଥିଲେ। ଏବଂ ସେତେବେଳେ ଯତୀନ୍ଦ୍ରା କହିଲେ ଯେ ହଁ, ମୁଁ ଜାମୁକୁଳି ଖାଇ ବଞ୍ଚିଲି, ତମେ କେମିତି ଜାଣିଲ? ଠାକୁର, ତମକୁ ମୋତେ ସେ ଗପ କିଏ କହିଛି? କାରଣ ମୁଁ ଦୁଷ୍ଟ ଥିଲି ତ, ସେ ଗପ କିଏ କହିଛି? ତାପରେ ଦ୍ୱିତୀୟ କଥା, ଠାକୁର ସେତେବେଳେ ମୁଁ ତ ଦୀକ୍ଷା ନେଇ ନଥିଲି ଯେ ସେମିତି ଘଟିଥିଲା। ଆପଣ ସେ କଥା କହି କାହିଁକି କ୍ରେଡିଟ୍ ନେବାକୁ ଯାଉଛନ୍ତି ଯେ କହିଛନ୍ତି ଯତୀନ୍ଦ୍ରା? ଠାକୁର କହୁଛନ୍ତି, ଯତୀନ, ଯାହାର একটা କଥା ମନେ ଅଛି, ଆପଣମାନେ ସମସ୍ତେ ଜାଣନ୍ତି, ଏଇ ଡକ୍ଟର ଜେଏନ୍ ଦତ୍ତ ଯେ ବିଦେଶକୁ ପଢିବାକୁ ଯାଇଥିଲେ, ଆସ୍ତେ ଆସ୍ତେ ପରିବର୍ତ୍ତନ ହେଲା, ପ୍ରଜ୍ଞାନ ହେଇ ଉଠିଲେ, ସିଏ ବିଶିଷ୍ଟ ଜ୍ଞାନୀ ମଣିଷ ହେଇଥିଲେ, ବିଦେଶକୁ ଯାଇଥିଲେ ଏବଂ ବିଦେଶରୁ ପାଠ ପଢି ଆସିଥିଲେ। ସେତେବେଳକୁ ଠାକୁରଙ୍କୁ ଦୀକ୍ଷା ସେ ଗ୍ରହଣ କରିସାରିଥାନ୍ତି ଏବଂ ଏକ ବିଶିଷ୍ଟ ଯେ ଉଚ୍ଚ ଅଧିକାରୀ ଯେ ପୋଷ୍ଟରେ ଚାକିରି କଲେ ଯତୀନ୍ଦ୍ରା। ଏବଂ ଏମିତି ଗୋଟେ ଶିବିରରେ ରହୁଥିଲେ। ସେତେବେଳେ ବିଦ୍ୟୁତ ଶକ୍ତି ନଥିଲା ଏବଂ ଏମିତି ଜରୁରୀକାଳୀନ ବିଦ୍ୟୁତ ଶକ୍ତି ଦ୍ୱାରା ସେଇ ଶିବିରକୁ ଆଲୋକିତ କରାଯାଉଥିଲା। ରାତି 10ଟା ପରେ ଆଲୋକ ବନ୍ଦ କରିଦିଆଯିବ, ଆଉ ଯଦି କେହି ଜାଳନ୍ତି ଧରା ପଡନ୍ତି, ଚାକିରି ଯିବ। ଏବଂ ସେମିତି ଅବସ୍ଥାରେ ଯତୀନ୍ଦ୍ରା ଯେ ଅଫିସର ଦିନେ ରାତିରେ ଲେଖୁଛନ୍ତି ବସିକିରି, ରାତି 10ଟା ପାର ହେଇଯାଇଛି, 11ଟା, ଏବଂ ସୁନ୍ଦର ଲେଖକ ଥିଲେ ଯତୀନ୍ଦ୍ରା। ଲେଖୁଛନ୍ତି କ'ଣ, ଏମିତି ବସିକି ଲେଖୁଛନ୍ତି ଏବଂ ରାତି 11ଟା ହେଇଛି, ଡରି ଯାଇଛନ୍ତି, କହିଲାରେ ରାତି 10ଟା ପରେ ଆଲୋକ ଜାଳିଲେ ଚାକିରି ଯିବ, ତେବେ କାଲି ସକାଳେ ଚାକିରି ଚାଲି ଯାଇପାରେ, କାରଣ ଉପାୟ ନାହିଁ, ଏଟା ତ ସରକାରଙ୍କର ନିୟମ। ଏବଂ ରାତି 11ଟା ହେଲାଣି ଏବଂ ସେ ଚାହିଁଲେ, ଅସଲ ଆଲୋକ ଗୁଡ଼ିକ ଜଳୁନଥିଲା, ଅନ୍ୟ ଏକ ଆଲୋକ ଜଳୁଥିଲା। ତାଙ୍କ ହାତରେ ସେ ଘଡ଼ିଟିଏ ପିନ୍ଧିଥିଲେ, ସେ ଘଡ଼ି ଦେହରୁ ବିଚ୍ଛୁରିତ ଆଲୋକ ରଶ୍ମି
ସେ ଲେଖା କାଗଜ ଉପରକୁ ଯେ ଛିଟିକି পড়ুଥିଲା ତାହାକୁ ଦେଖିଥିଲେ। ঠাকুর কৌଥିଲେ এই যতীনদা এই যে আপনার ঘড়ি থেকে যে একটা আলোক একদিন বিক্ষিপ্ত হয়েছিল, আপনি কি এটা দেখেননি? এটা কে করলো যতীনদা? 10টায় তো আপনার যে অফিসের আলোক বন্ধ হয়েছিল, এটা কে করলো? যে ছଳ ছଳ ହେଇଯାଇଥିଲେ ଯତୀନଦା ଏବଂ ଠାକୁରଙ୍କୁ ଗୋଡ଼ ତଳେ ପଡ଼ିଥିଲେ। ଠାକୁର ଅନ୍ତର୍ଯାମୀ ଯେ ସେଇ କଳା ଜାମୁକୁଳି ଗଛର କଥା, ପୁଣି ଏଇ ଟର୍ଚ୍ଚ ଆଲୁଅର କଥା କେମିତି ଜାଣୁଛନ୍ତି? ଆକୁଳ ବ୍ୟାକୁଳ ହୋଇଥିଲେ ଏବଂ ଯତୀନଦା ସେଇ ପାଇଁ ଆଶ୍ୱାସନା ଦେଇଥିଲେ ଆମେ ସମସ୍ତେ ନାମଧ୍ୟାନ କରନ୍ତି, ଏଟା ସତ। ଏ ସଂସାର ବୃକ୍ଷ ପ୍ରମାଣ ଶାଖା ସତ୍ୟାଦି ଗୁଣ ଯେ ଗନ୍ଧ ସ୍ପର୍ଶ ଗନ୍ଧ ରୂପ ସ୍ପର୍ଶ ଶବ୍ଦ ଆଦି ପଲ୍ଲବ ଅଶେଷ ପ୍ରାଣୀଏ ନିଜ କର୍ମ ବଳେ ঊর্ধ্ব অর্ধକୁ ନିତ୍ୟ ତଳେ। ଆଉ ସତ୍କର୍ମୀ ଯେ ସ୍ୱର୍ଗ ଯାଆନ୍ତି ପୁଣ୍ୟାଦି ସୁଖକୁ ଲଭନ୍ତି ପୁଣ୍ୟାନ୍ତେ ମହତ ଜନିରେ ଜନ୍ମ ଲଭଇ ମହିରେ। ଅତଏବ ଠାକୁର ସେଇ ପାଇଁ କହୁଥିଲେ ତେବେ ନାମ କର, ଯେତେ ବି ସତ୍କର୍ମ କର ନା କାହିଁକି ଯେ କର୍ମ ଫଳରୁ ମୁକ୍ତି ମିଳେ ନାହିଁ। ଏବଂ ସେ ନାମ କରିବା ଭିତରେ ପ୍ରଭୁଙ୍କର ନିର୍ଦ୍ଦେଶ ମାନିବା ଭିତରେ ଯେ କର୍ମଫଳଟା ଲାଘବ ହୁଏ, କିନ୍ତୁ କର୍ମଫଳ ଭୋଗିବାକୁ ହେବ ଏ କଥା କହୁଥିଲେ। ମୁଁ ସେଇ କଥା ପୂର୍ବରୁ ବି କହିଛି, ଆଜି ଆଉ ଥରେ ସେଇ କଥାକୁ ମନ୍ଥନ କରି ଯିବାକୁ ଚାହେଁ। ଅଶ୍ୱନୀ ବିଶ୍ୱାସ ଯେ ଠାକୁରଙ୍କର ବିଶ୍ୱଗୁରୁ ଯେ ଉତ୍ସବର ଯେ ସ୍ରଷ୍ଟା ଥିଲେ, ଠାକୁରଙ୍କୁ ସର୍ବଜନ ବିଦିତ କରିଥିଲେ ନିଖିଳ ପ୍ରାଣରେ ଅଖିଳ ଜୀବନରେ ଯେ ଠାକୁରଙ୍କୁ ପରିବ୍ୟାପ୍ତ କରିଥିବା ମଣିଷ ଅଶ୍ୱନୀ ବିଶ୍ୱାସ। ସେମିତି ଦୟନୀୟ ଦୁଃସ୍ଥିତିରେ ତାଙ୍କ ଜୀବନ ବିତିଥିଲା ଏବଂ ଥରେ ଆସିକିରି କେମିତି କେମିତି କରୁଣ ରାଗ ରଞ୍ଜନରେ ଠାକୁରକୁ ଚାହିଁଛନ୍ତି, ଆଖିରୁ ଟିକେ ଟିକେ ଲୁହ বহি যাଉଛି। ঠাকুর পচারিছিল অশ্বনীদা কি হয়েছে, আপনি এমন কেনছেন কেন, কাহিଁକି কান্দুଛନ୍ତି অশ্বনীদা? না 6 মাস ହେଲା যে স্ত্রীটা ରୋଗ ଶଯ୍ୟାରେ ପଡ଼ିଛି, ଆଉ ଉଠି ପାରୁନାହିଁ, ଯେ ହାତ ଗୋଡ଼ ଯେ କାମ କରୁନାହିଁ ଠାକୁର, ତେଣୁ ମୁଁ ଆତଙ୍କିତ ଅଛି যে କ'ଣ କରିବି। ঠাকুর কইলে অশ্বনীদা শুধু নাম করলে এই প্রারব্ধ খণ্ডিত হয় না, এই যে কর্মফল মানুষের সাথে সাথে এসেছিস, এই কর্মফল খণ্ডন করার যে প্রতিবিধান সব দেওয়া হয়েছে এইগুলিকেও মানতে হয়। নাম କରିବାକୁ ହେବ ଏବଂ କର୍ମଫଳ ଖଣ୍ଡନ କରିବାର ପ୍ରତିବିଧାନ ଯେଉଁ ଦିଆଯାଇଛି ଋଷିମୁନି ଯେ ଅନ୍ତର୍ଯାମୀ ଯେ ମଣିଷ ଦେଇଛନ୍ତି, ଯେ ତାଙ୍କୁ ଆମକୁ ମାନିବାକୁ ପଡ଼ିବ। ଠାକୁର କହୁଥିଲେ, କହିଲେ ଠାକୁର କହିଲେ ଅଶ୍ୱନୀଦା ଆପଣଙ୍କ ସ୍ତ୍ରୀକୁ ସତରେ ଯେ 6 ମାସ ହେଲା ଦେଖୁନାହିଁ, ତା ଦେହ ବହୁତ ଖରାପ ନା, ଯେ ପୂର୍ବରୁ ତ କାହିଁକି କହୁନଥିଲ ଅଶ୍ୱନୀଦା? ଅଶ୍ୱନୀଦା କହୁଛନ୍ତି ଯେ ଧୈର୍ଯ୍ୟର ସହିତ ଆମେ ଚିକିତ୍ସା କରୁଥିଲେ, ନାମଧ୍ୟାନ କରୁଥିଲେ, ଆଶା ହଉଥିଲା ଭଲ ହେଇଯିବ, କିନ୍ତୁ ସେ ସେମିତି ପଡ଼ି ରହିଛି। ଏବଂ ଠାକୁର ତାଙ୍କ ବିଛଣାଟାକୁ ଉଠେଇଥିଲେ, ଯେଉଁ ସଫେଦ ବିଛଣାରେ ଠାକୁର ବସିଥିଲେ ସେଇ ବିଛଣାଟା ଉଠେଇଥିଲେ ଏବଂ ଗୋଟେ ଛୋଟିଆ ହାତୁଡ଼ିଟେ ଯେ ବାହାର କଲେ ଠାକୁର। ଛୋଟ ହାତୁଡ଼ି ଆପଣମାନେ ବୁଝିପାରୁଥିବେ, ହାତୁଡ଼ିଟା ବାହାର କରିଥିଲେ। 3 ଦିନ ପୂର୍ବରୁ ଜଣେ ଭକ୍ତକୁ ନେଉରା হয়েছিল, মনি আমার একটা হাতুড়ি দরকার, তুই কি আমার জন্য এই হাতুড়িটা আনতে পারি, ଗୋଟେ ଛୋଟିଆ ହାତୁଡ଼ି ମତେ ଆଣିଦେବୁ ମଣି? କାହାକୁ କହିଥିଲେ? ସେ ଅନ୍ତର୍ଯାମୀ ଅଦୂରରେ କ'ଣ ଘଟିବାକୁ ଯାଉଛି ସେ ଜାଣିଛନ୍ତି। ଅତେ କେତେ ଦିନ ଆଗରୁ ହାତୁଡ଼ିଟେ ଛୋଟିଆ ହାତୁଡ଼ିଟା ଆଣି ଯେ ତାଙ୍କ ବିଛଣା ତଳେ ରଖିଛନ୍ତି, ଗଦି ତଳେ ଠାକୁର ରଖିଛନ୍ତି। କହିଲେ ଅଶ୍ୱନୀଦା ଏଇ ଛୋଟିଆ ହାତୁଡ଼ିଟା ନେଇଯାଆନ୍ତୁ, ପ୍ରତିଦିନ ନାମ କରିବେ ଏବଂ ମାର ଅଣ୍ଟାରେ ପେଟରେ ସେ ହାତୁଡ଼ିରେ ଆଘାତ ଦେବେ। ଅଶ୍ୱନୀଦା ଏଇ ଯେ ମା ରୋଗରେ ପ୍ରପୀଡ଼ିତ, ତାହା ଏକ ରୋଗ ନୁହେଁ, ଏଟା ଗୋଟେ କର୍ମଫଳ। ପୂର୍ବ ଜନ୍ମରେ ଏମିତି କର୍ମ କରିଥିଲେ, ସେ ଆଘାତ ପାଇବା ପାଇଁ ଏଇ ଜନ୍ମରେ ଜନ୍ମ ନେଇଥିଲେ। ଆଉ ଯେତେବେଳେ ନାମ ଗ୍ରହଣ କରିଛନ୍ତି, ମତେ ଭଲ ପାଆନ୍ତି, ସେ ଆଘାତ ଲଘୁ ହେଇଯିବ। ଯେ ଅଶ୍ୱନୀଦା ଏଇ ମୋ ଛୋଟିଆ ହାତୁଡ଼ିରେ ମାକୁ ପିଟିବେ, ଆପଣ ଦେଖିବାକୁ ପାଇବେ ଯେ ମୋ ମା ସୁସ୍ଥ ହେଇଯିବ। ଏବଂ ଅଶ୍ୱନୀଦା ଯେ ସେଇ କଥା ମାନି ନେଇଥିଲେ ଏବଂ ସେମିତି କରାଯାଇଥିଲା। ମାସେ ପରେ ପୁଣି ସ୍ୱାମୀ ସ୍ତ୍ରୀ ଆନନ୍ଦରେ ବିହଳ ହୋଇ ଠାକୁରଙ୍କ ନିକଟକୁ ଆସିଥିଲେ। ଯେଉଁ ମାଟା ରୋଗ ଶଯ୍ୟାରେ ପଡ଼ିଥିଲା ସେ ଚଳଚଞ୍ଚଳ ହେଇ ଉଠିଲା, ଚାଲିବାକୁ ଆରମ୍ଭ କଲା। ଠାକୁରଙ୍କ ଆନନ୍ଦର ମାନେ ସୀମା ଯାଉ ଯେମିତି କୂଳ ଲଙ୍ଘନ କରି ଯାଉଛି। ଠାକୁର ବହୁତ খুশি ହେଲେ, କହିଲେ অশ্বনীদা এই আমার মা তো আজকে এসছি, কান্দুଛନ୍ତି। অশ্বনীদা ঠাকুর আপনার দয়া করুণাতে সব হয়ে গেল, তিনিও সুস্থ হয়ে গেছি। এবং ঠাকুর কইଥିଲେ এই কর্মফল খণ্ডন হয়ে গেল ମୋ ଛୋଟ ହାତୁଡ଼ିରେ ମାଡ଼ ଖାଇକିରି। ଠାକୁର କହୁଛନ୍ତି ମୋ ଛୋଟ ହାତୁଡ଼ିରେ ମାଡ଼ ଖାଇଥିବା ଯୋଗୁଁ ଯେ ମୋ ମାର କର୍ମଫଳ ଖଣ୍ଡନ ହେଇଗଲା। ଅତଏବ ଜୀବନ ଅଛି, କେତେ ପ୍ରକାରର ଜ୍ୱାଳା ଯନ୍ତ୍ରଣା ଆସିବ,
ବ୍ୟଥା ବେଦନା ଆସିବ, କଷ୍ଟ ଆସିବ, ତାକୁ ନିରସନ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରତିବିଧାନ ମାନିବାକୁ ପଡ଼ିବ ଏବଂ ପ୍ରଭୁଙ୍କ ଲୀଳାମୃତକୁ ଜୀବନରେ ଧାରଣ କରି ଯାହା ଯାହା କହିଯାଇଛନ୍ତି ତାକୁ ଯେ କରିବାକୁ ପଡ଼ିବ। ସେ ଯାହା ଯାହା ଶିଖେଇ ଦେଇ ଯାଇଛନ୍ତି ତାକୁ ଜୀବନରେ ଯେ ପରିପାଳନ କରିବାକୁ ପଡ଼ିବ। ଅତଏବ ନାଟ ମଣ୍ଡପରେ ବସିଛନ୍ତି ଠାକୁର ଯେ ଅନୁକୂଳ ଚନ୍ଦ୍ର, ଅପୂର୍ବ ଯେ ଛନ୍ଦରେ ବସିଛନ୍ତି। ଏ ଅପୂର୍ବ ସମୟ, ବହୁ ଭକ୍ତ ସଜ୍ଜନ ମାନେ ତାଙ୍କ ପଦ ପଙ୍କଜରେ ବସିଛନ୍ତି। ଆଳାପ ଆଲୋଚନା ହଉଛି ଠାକୁରଙ୍କ ଜୀବନ, ଯେ ଆଲୋଚନାର ଜୀବନ, ଆଲ୍ପନାର ଜୀବନ। ପାଖରେ ବସିଲେ କେତେ କେତେ କଥା ଭାବ ଭୋଳା ସିଏ ଏବଂ କହିବାକୁ ଯେ ଆରମ୍ଭ କରନ୍ତି। ସେଦିନ ବହୁତ କଥା ଯେ ହଉଛି। ଯେ ସାମ୍ନାରେ ଅନିଲ ସରକାର ବସିଛନ୍ତି। ଆପଣ ଜାଣନ୍ତି ଯେ ଅନିଲ ସରକାରଙ୍କ ବାବଦରେ ଯେ କେତେ ସମୟରେ ମୁଁ ଯାଜନ ମଧ୍ୟ ଆପଣମାନଙ୍କ ଆଗରେ ହୁଏତ ରଖିଛି। ଏବଂ ମଳୟକାନ୍ତି ମଜୁମଦାର, ଯାହାକୁ ଗୁବରା ମଜୁମଦାର କୁହାଯାଏ, ଠାକୁରଙ୍କର ବାଲ୍ୟ ସାଥୀ, ସେମାନେ ସବୁ ବସିଛନ୍ତି। ଆଳାପ ଆଲୋଚନା ଚାଲିଛି। ଠାକୁର ଅନିଲ ଦାକୁ ପଚାରିଲେ, ଅନିଲ ମା ଯେ ଅନିଲ ଭାଇଙ୍କୁ, ଅନିଲ ସରକାରଙ୍କୁ ପଚାରିଲେ, କହିଲେ ଅନିଲ ଯେ ତୁଇ କି ପାସ୍ କରିছিস, ତୁ ପାସ୍ କରିଛୁ? ସେତେବେଳେ ଅନିଲ ଦା ଟିକେ ଅଭିମାନ କଲେ। ଯଦି ଦେବେନ୍ଦ୍ର ଭାଇ ମତେ ପଚାରିବେ, ନୃସିଂହ ଭାଇ ଆପଣ କେତେ ପାଠ ପଢିଛନ୍ତି, ପାଠ ପଢିଛନ୍ତି ନା ମୂର୍ଖ ଲୋକ, ମୂର୍ଖ ଭଳିଆ କାହିଁ କହୁଛନ୍ତି ମତେ ପଚାରିବେ ଏଇ ଅନଲାଇନରେ ଆପଣମାନଙ୍କ ସହିତ ଯୋଗ ଦେଇଛି, ତାହେଲେ ମତେ କେମିତି ଲାଗିବ? ଠାକୁର ପଚାରିଥିଲେ ଯେ ଅନିଲ ଯେ ତୁଇ ପାସ୍ କରିছিস ତ, ତୁ ପାସ୍ କରିଛୁ? ଇଏ ରାଗିଗଲେ ଅନିଲ ଦା, କହିଲେ ମୁଁ MA ପାସ୍ କରି କିଛି ନ କରି ତମ ପାଖକୁ ଆସିଛି, ଆଉ ଲୋକମାନଙ୍କ ଆଗରେ ଏମିତି ଛନ୍ଦମନ୍ଦ ବିନୋଦର କଥା କହି କୁଟ କଟାକ୍ଷ କରି କାହିଁକି ମତେ ଅପମାନ କରୁଛୁ ଠାକୁର? ମୁଁ ପୁରା MA ପାସ୍ କରିକି ତମ ପାଖକୁ ଆସିଛି। ନା ହଁ ତାই ନା କି, তুমি ପାସ୍ করেছ? ଏ ଅଶ୍ୱିନୀ ଦା, ଏ ଅନିଲ ଦା, ଏଇ ଯେ ଯେତେ ଲୋକ ବସିଛନ୍ତି ଯେ ସମସ୍ତଙ୍କୁ ପଚାର ନା ଯେ ସମସ୍ତେ ପାସ୍ କରିଛନ୍ତି କି? ଇଏ କିଏ ଡିଗ୍ରୀ କରିଛନ୍ତି ତ କିଏ ସ୍ନାତକ ଉତ୍ତୀର୍ଣ୍ଣ, ବହୁ ଗୁଣୀଜ୍ଞାନୀ ଲୋକମାନେ ଠାକୁରଙ୍କ ପଦ ପଙ୍କଜରେ ବସିଥିଲେ, ସମସ୍ତଙ୍କୁ ପଚାରିଛନ୍ତି। ହଁ ସମସ୍ତେ କହୁଛନ୍ତି ହଁ ଠାକୁର ଏଠି ଯେତେ ବସିଛନ୍ତି ସମସ୍ତେ ପାସ୍ କରିଛନ୍ତି। ଆପଣ ସେଇ କଥାଟା କାହିଁକି ଯେ ବାରମ୍ବାର ପଚାରୁଛନ୍ତି ଠାକୁରଙ୍କୁ? ସେ ଯେ କହୁଛନ୍ତି ନା ଯେ ତମେ ସବୁ ପାସ୍ କରୁଛ, ଫେର କହୁଛନ୍ତି ନା ହଁ ଆମେ ସମସ୍ତେ ପାସ୍ କରୁଛେ। ସେ ଠାକୁର କହିଲେ ଏଇ ସଂସାରରେ যে তম পাখে পাস হচ্ছি, পাস হচ্ছি, আর আমি শালা একজন এমন মানুষ আমার কাছে ফেল পাস আছে। ফেল পাস দুইটা শব্দ কହୁଛନ୍ତି যে তমে খালি পাস যে କରିଛ, ପାସ୍ ଅଛି, ତମର ଉତ୍ତୀର୍ଣ୍ଣତା ଅଛି, କିନ୍ତୁ ମୋ ପାଖରେ ବିଫଳତା ସଫଳତା ଅଛି, ମାନେ ଫେଲ ପାସ୍ ଅଛି ଠାକୁର କହୁଛନ୍ତି। ଏମାନେ ଯାହା କରିକି ଚାହିଁଛନ୍ତି ଠାକୁର ଫେଲ କଥା, ପାସ୍ କଥା, ଆମେ ତ କହିଲେ ପାସ୍। ଏବଂ ଠାକୁର ସେତେବେଳେ ଉଠିକି ଚାଲି ଯାଉଛନ୍ତି ଏବଂ ଆଉ କିଛି କହୁନାହାନ୍ତି, ଗମ୍ଭୀର ଭାବରେ ଯେ ଜ୍ୟୋତି ଆଶ୍ରମକୁ, ବଡାଲ ବଙ୍ଗଲାରୁ ଠାକୁର ଯାଉଛନ୍ତି, ଏଟା ଦେଓଘରର ଲୀଳା। ଏବଂ ଜ୍ୟୋତି ଆଶ୍ରମ ଭିତରକୁ ପ୍ରବେଶ କରିବେ, ଏଇ ଭକ୍ତ ସଜ୍ଜନ ଦୌଡୁଛନ୍ତି, ଆମେ ତ ପାସ୍ ପାସ୍, ଠାକୁର ଫେଲ ପାସ୍। ତା ଅର୍ଥ କଣ? ଠାକୁରଙ୍କୁ ଅଟକେଇଛନ୍ତି। ଯେ ଠାକୁର ଯେ ବୁଲି ପଡିଛନ୍ତି, ଠାକୁରଙ୍କ ଆଖିରେ ଲୁହ ବହି ଯାଉଥିଲା, କଣ ଗୋଟେ ବ୍ୟଥା ବେଦନା ତାଙ୍କୁ ସେତେବେଳେ ଯେମିତି ଆକର୍ଷଣ କରିଥିଲା। ଏବଂ ଏମାନେ ପଚାରିଲେ ଠାକୁର ଆପଣ ଏରକ ଗୋଟେ କଥା କହିଲେ, ପୁଣି ଆଖିରେ ଅଶ୍ରୁ କାହିଁକି? ଯେ ଫେଲ ପାସ୍ ମାନେ କଣ? ଠାକୁର କହୁଥିଲେ ଯେ ତମେ ମାନେ ନିଜ ନିଜର ପାସ୍ ର ଦାୟିତ୍ୱ ନେଇଛ, ମୁଁ ତ ସେତିକି କରିକି ରହିପାରିବି ନାହିଁ। ମୁଁ ଜଗତକୁ ଆସିଛି କାହିଁକି ଜାଣିଛ? ଯେ ସମସ୍ତ ଫେଲ କୁ ପାସ୍ କରିଦେବା ପାଇଁ, ସମସ୍ତ ଅକୃତ କାର୍ଯ୍ୟତାକୁ ଯେ କୃତକାର୍ଯ୍ୟତାରେ ରୂପାନ୍ତରିତ କରିବା ପାଇଁ, ସମସ୍ତ ଅସଫଳତାକୁ ସଫଳତାରେ ରୂପାନ୍ତରିତ କରିବା ପାଇଁ ଏମିତି କହୁଛନ୍ତି ଠାକୁର। ଅତଏବ ସେ ଫେଲ ପାସ୍ଟା ସମସ୍ତଙ୍କ ଜୀବନକୁ ନେଇ ସେ କହୁଛନ୍ତି। ମୁଁ ମୋ କଥା ଚିନ୍ତା କରେ, ଆପଣ ଆପଣଙ୍କ କଥା ଚିନ୍ତା କରନ୍ତି। ତା ନା ମତେ ସଂସାରକୁ ଯେତେବେଳେ ଆସିଛି, ଯେ ସଂସାରର ପ୍ରତିଟି ମଣିଷ ପ୍ରତି ମୋ ଅନ୍ତରରେ ଦୟାଭାବ ରହିବା ଦରକାର। ପ୍ରତିଟି ମଣିଷର ଉତ୍ଥାନ ପାଇଁ ମତେ ଚିନ୍ତନ କରିବାକୁ ପଡିବ। ଅତଏବ ଠାକୁର ସେ କଥା କହିଲା ବେଳେ ଆଜ୍ଞା ବେକଟାକୁ ଜାବୁଡି ଧରିଛନ୍ତି। ଯେ ଆହୁରି ଯେ ଜୋର କାନ୍ଦୁଛନ୍ତି, ଯେଉଁମାନେ ଏକଥା ଲେଖିଛନ୍ତି, ଯେଉଁମାନେ ସେଇ ଅପୂର୍ବ ଲୀଳା ମାଧୁରୀକୁ ଦର୍ଶନ କରିଛନ୍ତି, ଅଫୁରନ୍ତ ଭାବରେ ସେଇ ଦୃଶ୍ୟପଟକୁ ସେମାନେ ବର୍ଣ୍ଣନା କରିଛନ୍ତି, ଯାହା ଆପଣମାନଙ୍କ ଆଗରେ ମୁଁ ଯେ କହିଯିବାକୁ ଚାହେଁ, ଆପଣମାନେ ବି ମନେ ରଖିବେ। ଏବଂ ଠାକୁର ବେକଟାକୁ ଧରି କେମିତି ଜାକି ହେଉଛନ୍ତି ଏବଂ କାନ୍ଦୁଛନ୍ତି ଭୀଷଣ ଭାବରେ। ଏବଂ ଯେତେବେଳେ ଠାକୁରଙ୍କ ଏମିତି ଅବସ୍ଥା ଦେଖି ଯେଉଁ ଭକ୍ତମାନେ ଥିଲେ, ଅନିଲ ସରକାର, ଗୋବରା ମଜୁମଦାର, ଏମାନେ ଭିଡି ଯାଇଛନ୍ତି। ଠାକୁର ଚାହୁଁଛନ୍ତି ଅନାବିଳ ଅକପଟ ଛନ୍ଦରେ ଏବଂ ସେମାନଙ୍କୁ ପଚାରୁଛନ୍ତି ଯେ ତୁ କେତେବେଳେ ଆସିଲୁ,
ତମେ କେତେବେଳେ ଆସିଲ, ତମେ କେତେବେଳେ ଆସିଲ? ଏମାନେ କହୁଛନ୍ତି ମଣିଷଟା ପାଗଳ ହେଇଗଲା ନା କଣ। ସେଠି ବସିଥିଲେ ଏବଂ କେତେ କେତେ କଥା କହୁଥିଲେ। ଦେଇ ପଚାରୁଛନ୍ତି ବର୍ତ୍ତମାନ କେତେବେଳେ ଆସିଲ, ତମେ ଭଲ ଅଛ ନା, କେତେବେଳେ ଆସିଲ, ଏବନର୍ମାଲି ନର୍ମାଲ, ୱାଇଜଲି ଫଲିସ୍, ଗର୍ଜିୟସଲି ସିମ୍ପଲ, ଅତଏବ ସେଇ କଥା ଯେ ପଚାରୁଛନ୍ତି। ଏମାନେ ଗୋବରା ମଜୁମଦାର ଆଗକୁ ଚାଲିଗଲେ, କହିଲେ ଗୋଟାଏ କଥା ଖାଲି ତୁମେ କହିଦିଅ, ଏତେ ବାହାନା କରି ଛଳନା କରି ଆମକୁ ପଚାରୁଛ କେତେବେଳେ ଆସିଲ। ସେଇଠି ପରା ଘଣ୍ଟା ଘଣ୍ଟା ବସିଥିଲେ, ତମେ କାନ୍ଦି କାନ୍ଦି ଚାଲି ଆସିଲ। ଗୋଟାଏ କଥା ଖାଲି କହିଦିଅ ଯେ ଯେ ତମେ କେଇଠି ଅଛ। ସେ କହୁଛନ୍ତି, ଠାକୁର କହୁଛନ୍ତି, ଥଙ୍ଗ ଥଙ୍ଗ ହୋଇ କହୁଛନ୍ତି, ମୁଁ ମୋ ମା ପାଖରେ ଅଛି, ମା ପାଖରେ ଅଛି, ମା 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 ଚିତ୍କାର କରୁଛନ୍ତି ଠାକୁର। ଏବଂ ଯେଉଁମାନେ ଥିଲେ ସେମାନେ ଦେଖିଛନ୍ତି ଅପୂର୍ବ ସେ ଦୃଶ୍ୟ। ଯେ ଠାକୁର ଖାଲି ଦୁଇ ଆଖିରେ କାନ୍ଦି ନଥିଲେ, ତାଙ୍କ ଦେହ ସାରା କେମିତି ଯେ ନେତ୍ର ସବୁ ସୃଷ୍ଟି ହେଇଯାଇଥିଲା। ଠାକୁରଙ୍କ ଅପୂର୍ବ ରୂପକାନ୍ତି ଭିତରେ ଶହ ଶହ ଆଖି ସୃଷ୍ଟି ହେଇଥିଲା, ସବୁ ଆଖିରୁ ଲୁହ ଝରୁଥିଲା। ଏମାନେ ଅବାକ ବିସ୍ମୟ ହେଇକି ଚାହିଁଥିଲେ। ଆପଣ ଚିନ୍ତା କରୁଛନ୍ତି ଏଇ କଥା ପରେ ମୁଁ ସନ୍ଦେହ କରିବି ଠାକୁର କିଏ, ସେ କାହିଁକି ଆସିଛନ୍ତି ଏବଂ କଣ କରିବାକୁ କହିଛନ୍ତି। ଆପରେ ସାମାନ୍ୟ ଯେ ସନ୍ଦେହ ରହିବ। ଆସ୍ତେ ଆସ୍ତେ ଠାକୁର ଯେ ସୁସ୍ଥ ହେଇଛନ୍ତି। ଏମାନେ ପଚାରିଲେ, ଠାକୁର ଅବାକ ବିସ୍ମୟ ଆମେ ହେଲୁ, ଆପଣଙ୍କ ଦେହ ସାରା ଆଖି ହେଇଗଲା। ଆପଣ ଜାଣିଛନ୍ତି ଯେ ଋଷିଙ୍କ ଅଭିଶାପରେ ଇନ୍ଦ୍ର ସମଗ୍ର ଶରୀର ଜନିମ ହେଇଯାଇଥିଲା। ଠାକୁର ଆପେ ଆପେ ସମଗ୍ର ଶରୀର ଆଖି ହେଇଯାଇଥିଲା। ଏବଂ ସେତେବେଳେ ଏମାନେ ପଚାରିଥିଲେ, ଠାକୁର କହୁଥିଲେ ଯେ ତମେ ସିନା ତମ ପାଇଁ କାନ୍ଦ, ମୁଁ ତ ଜଗତ ପାଇଁ କାନ୍ଦେରେ। ଅତେ ଜଗତ ପାଇଁ କାନ୍ଦିବାକୁ ହେଲେ ଦିଟା ଆଖି ଯଥେଷ୍ଟ ନୁହେଁ। ମୋ ପାଦ ଠାରୁ ମସ୍ତିଷ୍କ ର ଶିହରଣ ହୁଏ, କ୍ରନ୍ଦନ ସୃଷ୍ଟି ହୁଏ ଏବଂ ମୋ ସମଗ୍ର ଶରୀରଟା ତମମାନଙ୍କ ଦୁଃଖ ବେଦନା ପାଇଁ କାନ୍ଦେରେ। ତମେ ମାନେ ମଙ୍ଗଳରେ ରହିଲେ, ଶୁଭରେ ରହିଲେ ମତେ ଭଲ ଲାଗିବ। ଯେ ଅତ୍ୟନ୍ତ ଅଫୁରନ୍ତ ଛନ୍ଦରେ ଠାକୁର ସେଦିନ ଏକଥା ଯେ କହିଥିଲେ। ସମଗ୍ର ଜଗତ ପାଇଁ ବ୍ୟଥିତ ମନ୍ଥିତ ସିଏ, କାରଣ ସେ ଜଗତ ଅଧିପତି, ସେ ତ୍ରାଣକର୍ତ୍ତା, ସେ ଉଦ୍ଧାତା, ସେ ବିଧାତା, ସେ ଶିଖରର ଶିଖର, ମୁଖରର ମୁଖର, ପ୍ରଖରର ପ୍ରଖର, ଆଦ୍ୟର ଆଦ୍ୟ, ପ୍ରାନ୍ତର ପ୍ରାନ୍ତ, ଜୀବନର ଜୀବନ, ପ୍ରଶ୍ନର ପ୍ରଶ୍ନ, ପୂର୍ବର ପୂର୍ବ, ଜୀବନର ପ୍ରଜ୍ୱଳ ପ୍ରେରଣା, ବୈଶିଷ୍ଟ୍ୟ ପାଳି ପୁରୁଷୋତ୍ତମ ସିଏ। ଆପଣମାନେ ଅନୁଭବ କରିଛନ୍ତି। ତାଙ୍କୁ ଅନୁସରଣ କରିବା, ତାଙ୍କୁ ଜୀବନରେ ପରିପାଳନ କରି ଚାଲିବା, ତାଙ୍କର ପ୍ରତ୍ୟେକ କଥାକୁ ଜୀବନରେ ତଳି ଧରିବା ଏବଂ ତାଙ୍କର କଥୋପକଥନକୁ ନିଜ ଜୀବନରେ ସଞ୍ଚାରିତ କରିବା, ନାମଧ୍ୟାନ କରିବା, ଯାହା ଯାହା କହିଛନ୍ତି ନିଖୁତ ଭାବରେ କରିବା। ଆଉ ଯିଏ ଯାହା କହୁଛି କହୁ, ସେ ଦିଗକୁ ନଜର କରିବା ନାହିଁ। ଏତିକି କହି ଆଜି ମୋ ବାଣୀକୁ ମୁଁ ବିରାମ ଦେବାକୁ ଚାହେଁ। ପରିଶେଷରେ ଆପଣମାନଙ୍କ ସମସ୍ତଙ୍କ ଶାନ୍ତି ସ୍ୱସ୍ତି ପାଇଁ ପରମ ପିତାଙ୍କ ପାଖରେ ଯେ ପ୍ରାର୍ଥନା କରିବି, ଏ ଭୋଗଦାତା ମାନେ ଚିରମଙ୍ଗଳରେ ରୁହନ୍ତୁ, ଏଇ ପ୍ରାର୍ଥନା ଜଣାଇ ଯେ ମୋ ବାଣୀକୁ ମୁଁ ବିରାମ ଦେବି। ଦେବେନ୍ଦ୍ର ଜୟଗୁରୁ, ପ୍ରଭାତ ଜୟଗୁରୁ, ସମସ୍ତଙ୍କୁ ଜୟଗୁରୁ। ଜୟଗୁରୁ ଜୟଗୁରୁ। ଖୁବ ସୁନ୍ଦର ଭାବରେ ଆମର ସାମାନ୍ୟ ନୃସିଂହ ଠାକୁରଙ୍କ ସହ ପ୍ରତିନିଧି ଶ୍ରୀ ନୃସିଂହ ଚରଣ ସହ ବିଭିନ୍ନ ଦିଗ ଦେଇକି ଆମ ପାର୍ଶ୍ୱ ଠାକୁରଙ୍କ କଥା ତୋଳି ଧରିଲେ। ତାଙ୍କର କଥା କହିଲେ ଆନନ୍ଦ, ଶୁଣିଲେ ଆନନ୍ଦ, ଆଉ ସେଇ କଥାରୁ ଆରମ୍ଭ କଲେ ଯେ ତାଙ୍କ କଥା କହିଲେ ଆନନ୍ଦ ଲାଗେ। ଭୋଗର ବସ୍ତୁକୁ ପାଖରେ ରଖିକିରି ଯଦି ତ୍ୟାଗ କରାଯାଇପାରେ, ସେଇ ପ୍ରକୃତ ତ୍ୟାଗ, ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ। ଯାହା ଇଚ୍ଛା ତାହା କରିବୁ, ତାହା କିନ୍ତୁ ଚଳିବନି। ଭଲ ଛଡ଼ା ମନ୍ଦ କଲେ ପରିସ୍ଥିତି ଛାଡ଼ିବନି। ସତ୍ ଯଦିବ ସଙ୍ଗ ତୁମର, ଭାବ ଯଦିବ ମହାନ ଉଚ୍ଚ, ବିଶ୍ୱ ଦ୍ୱାରେ ସାଧନା ତୁମର, ହେବନି ତୁଚ୍ଛ, ହେବନି ବ୍ୟର୍ଥ। ଏ କଥାକୁ ନେଇ ଅତି ସୁନ୍ଦର ଆମ ପାଖରେ ତୋଳି ଧରିଲେ। ଆମମାନଙ୍କର ଜୀବନ ହେଉଛି ସମସ୍ତଙ୍କର ଶୂଦ୍ର, ସମସ୍ତେ ଜନ୍ମର ଶୂଦ୍ର, ମଳମୂତ୍ର ମଝିରେ ଆମର ଯୋଉ ଜନ୍ମ, ତେଣୁ ସମସ୍ତେ ଶୂଦ୍ର। କିନ୍ତୁ ଶୂଦ୍ରକୁ କିଭଳି ବ୍ରାହ୍ମଣତ୍ୱରେ ପରିଣତ କରାଯିବ, ସେଇ କଥା ହିଁ ଠାକୁର କହିଛନ୍ତି। ସେ କଥା ନେଇକି ଆମ ପାଖରେ ତୋଳି ଧରିଲେ। ଆଉ ସେଇ ଶିଶି ଦାଦା ଏ ଯୋଉ ବରାହ ଅବତାରର କଥା ତୋଳି ଧରିଥିଲେ କନଫରେନ୍ସରେ, ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ। ଆଉ ହିରଣ୍ୟକଶ୍ୟପର ଭାଇ ହିରଣ୍ୟାକ୍ଷ, ସିଏ ବେଦ ଚୋରି କରି ଆଣି ନଷ୍ଟ କରିବାର ଯୋଉ ପ୍ରୟାସ, ଆଉ ସେଥିପାଇଁ ଇଏ ପ୍ରଭୁ ଯୋଉ ବରାହ ଅବତାର ଗ୍ରହଣ କଲେ, ସେଇ ବରାହ ଅବତାର ଭିତରେ ସିଏ ପୁଣି ତାରି ଭିତରେ ଏଇ ଯେ ରହିଗଲେ। ଆଉ ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ। ଯାହା ବି ପରବର୍ତ୍ତୀ ଅବସ୍ଥାରେ କିଭଳି ପରିସ୍ଥିତି ସୁଧାର କଲା, ସେ କଥା ମଧ୍ୟ ତୋଳି ଧରିଲେ। ଏବଂ ଡକ୍ଟର ଜେନ୍ ଦତ୍ତଙ୍କର ଜୀବନ ଲକ୍ଷ୍ୟ ଆମ ପାଖରେ ତୋଳି ଧରିଲେ। ତାଙ୍କ ଜୀବନର କଥା ଗାଥା, ଆଉ କିଭଳି ନୌକା ବୁଡ଼ିରୁ ରକ୍ଷା ପାଇକିରି ଜାମୁକୋଳି ଗଛ ରହିକି 3 ଦିନ ଜାମୁକୋଳି ଖାଇକି ବଞ୍ଚିଥିଲେ, ହାତ ଘଣ୍ଟାରୁ ଯଦି ବାହାରିଲା, ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ। ଏବଂ ଅଶ୍ୱିନୀ ଦାଙ୍କର
जो धर्मपत्नी 6 मास जो देह खराब था एवं ठाकुर जो छत हाथ जोड़े केवल देह भल कले से कथा तोड़ी धरले समस्त को फेल पास परिणत करवा प्रयास से कथा समस्त से व्यतीत समस्त सहस्र आखिरी लुह जड़े से कथा आम पाखे तोड़ी धरले जाओ आम मैंने आम सम्मानीय नृसिंह सुस्थ सुदृढ़ निरामोजन परिवार समस्त शारीरिक मंगल ठाकुर से जड़े प्रार्थना जनवा एमती प्रभु कथा कहीकि आम मैंने प्रेरणा पुष्ट करता यही धारा ही तार अभ्यास हो यही ठाकुर से जड़े प्रार्थना जय गुरु दादा जय गुरु मोर भी कुछ नहीं दुबई जय गुरु आज्ञा दादा जय गुरु दादा जय गुरु हमारे प्रिय प्रभाता पवित्र आज्ञा जय गुरु दादा जय गुरु ए नृसिंह भाई कथा न शुणी आपण जी समराइज कले माने सब जाक नृसिंह कथा शुणला मन दादा दादा आपण जजमेंट पूरा 100 रु 100 ठीक सबुदिन से बड़ कथा मु भी विचारपति पड़े विचारपति पड़े ठिया मु भी दम्भर सहित कहूँ डरुनी दादा आसुन माने मु भी निर्भर कहूँ जय गुरु जय गुरु जय गुरु समस्त जय गुरु आसंता काल सत्संग प्रतिदिन भरी निवेदन करछन्ती हमर स्वयं वृंदावन भाई निज वृंदावन बेहरा आसंता काली सत्संग में योगदान करबा आ वर्तमान हमर श्रद्धेय विनोद भाई निज विनोद कुमार प्रधान समापन संगीत परिवेशन करी ध्वनि देई सत्संग समापन हो जय गुरु दादा जय गुरु जय गुरु लागिला नव परस प्रीति मने प्राणी धरणी धन्य हेला तब आगमनी हे धरणी धन्य हेला तब आगमनी तुमरी मोहन रूप अभिनव अपरूप तुमरी मोहन रूप अभिनव अपरूप हरिलाखी पलक तारे दर्शनी धरणी धन्य हेला तब आगमनी हे धरणी धन्य हेला तब आगमनी तुम करुणा चाहाणी कोटि मन नीलाखिणी तुम करुणा चाहाणी कोटि मन नीलाखिणी बंधा रही गले क्षणे तुम श्री चरणी धरणी धन्य हेला तब आगमनी ए धरणी धन्य हेला तब आगमनी तुम प्रेम पाराबार होई देला दुख भार तुम प्रेम पाराबार होई देला दुख भार बहिला अमृत गंगा ए विश्व भुवनी धरणी धन्य हेला तब आगमनी लागिला नव परस प्रीति मने प्राणी धरणी धन्य हेला तब आगमनी हे धरणी धन्य हेला तब आगमनी लागिला नव परस प्रीति मने प्राणी धरणी धन्य हेला तब आगमनी हे धरणी धन्य हेला तब आगमनी वंदे पुरुषोत्तमं वंदे पुरुषोत्तमं
वन्दे पुरुषोत्तमम् वन्दे पुरुषोत्तमम् वन्दे पुरुषोत्तमम् वन्दे पुरुषोत्तमम् परम प्रेममय श्री श्री ठाकुर कुलचंद्र जी की परम प्रेममय श्री श्री ठाकुर कुलचंद्र जी की परम प्रेममय श्री श्री ठाकुर कुलचंद्र जी की परम आराध्या जगत जननी श्री श्री बड़मा की परम आराध्या जगत जननी श्री श्री बड़मा की परम आराध्या जगत जननी श्री श्री बड़मा की परम पूज्यपाद श्री श्री बड़दा की परम पूज्यपाद श्री श्री बड़दा की परम पूज्यपाद श्री श्री बड़दा की परम पूज्यपाद श्री श्री आचार्य देव की परम पूज्यपाद श्री श्री आचार्य देव की परम पूज्यपाद श्री श्री आचार्य देव की सत्संग की सत्संग की सत्संग की वंदे आद्य पितॄन् वंदे मातृवर्गान् वंदे अहं कृष्टिदैवतम् वंदे पुरुषोत्तमम् वंदे पुरुषोत्तमम् परम प्रेममय श्री श्री ठाकुर अनुकूलचंद्र जी की समस्त गुरुभाई मामन को जय जयगुरु रमाकांत भाई बसंत भाई समस्त को जयगुरु संयुक्त समाज भाई जयगुरु माँ जयगुरु समाज जयगुरु समस्त सबाई के जयगुरु लक्ष्मण भाई जयगुरु जयगुरु जनुमा जयगुरु हिमांशु भाई जयगुरु समस्त भाई समस्त को जयगुरु सफेदा जयगुरु जयगुरु जयगुरु